ଇଗ୍ନୋ ତରଫରୁ ଆୟୋଜିତ ସ୍ୱୟଂ ପ୍ରଭା କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ସମସ୍ତ ପାଠକ ପାଠିକାମାନଙ୍କୁ ଶୁଭ ସନ୍ଧ୍ୟା। ଆଜିର ବିଷୟବସ୍ତୁ ହେଲା BHIC 106 ଦି ରାଇଜ୍ ଅଫ୍ ମଡର୍ନ ୱେଷ୍ଟ ଅର୍ଥାତ୍ ଆଧୁନିକ ପାଶ୍ଚାତ୍ୟ ଜଗତର ଅଭ୍ୟୁଦୟ। ଏହି ଆଧୁନିକ ପାଶ୍ଚାତ୍ୟ ଜଗତର ଅଭ୍ୟୁଦୟକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ହେଉଛି ପ୍ରଥମ ଖଣ୍ଡ ଆଉ ଗୋଟିଏ ହେଉଛି ଦ୍ୱିତୀୟ ଖଣ୍ଡ। ତେବେ ଆଜି ଏହି ଆଧୁନିକ ପାଶ୍ଚାତ୍ୟ ଜଗତର ଅଭ୍ୟୁଦୟର ପ୍ରଥମ ଖଣ୍ଡ ବିଷୟବସ୍ତୁ ଉପରେ ଆମେ ଆରମ୍ଭ କରିବା। ଆଜିର କାର୍ଯ୍ୟକ୍ରମରେ ଆଧୁନିକ ପାଶ୍ଚାତ୍ୟ ଜଗତର ଅଭ୍ୟୁଦୟର ଇଣ୍ଟ୍ରୋଡକ୍ସନ ବା ଉପକ୍ରମ ବିଷୟରେ ଆଜି ଆଲୋଚନା କରାଯିବ। ପ୍ରଥମେ ଆମେ ଜାଣିବାକୁ ପଡ଼ିବ ଯେ ଆଧୁନିକ ପାଶ୍ଚାତ୍ୟ ସଭ୍ୟତା ବା ଆଧୁନିକ ପାଶ୍ଚାତ୍ୟ ଜଗତ ବା ଆଧୁନିକ ପାଶ୍ଚାତ୍ୟ ରାଷ୍ଟ୍ର ସମୂହ କ'ଣ। ତାହେଲେ କାହିଁକି ଆଧୁନିକ ପାଶ୍ଚାତ୍ୟ ଜଗତର ପୁଣି ଅଭ୍ୟୁଦୟ ଘଟିଲା, କାହିଁକି ଆକୁ ରାଇଜ୍ ଅଫ୍ ମଡର୍ନ ୱେଷ୍ଟ ବୋଲି କୁହାଗଲା, ଯେ କେତେବେଳେ ଏହାର ଗୋଟେ ପତନ ହେଇଥିଲା କି ଯାହାଫଳରେ କି ଆକୁ ଆମେ ଆଧୁନିକ ପାଶ୍ଚାତ୍ୟ ଜଗତର ଅଭ୍ୟୁଦୟ ବୋଲି ଆମେ ଆଜି ପରିଗଣିତ କରିଛେ। ଯେତେବେଳେ ଭୂପୃଷ୍ଠର ଉତ୍ପତ୍ତି ହେଲା ଏବଂ ପରେ ପରେ ଜୀବ ଜଗତ ପ୍ରାଣୀ ଜଗତର ସବୁ ସୃଷ୍ଟି ହେଲା, ସେଇଠାରୁ ଆଜି ପର୍ଯ୍ୟନ୍ତ ଅନେକ ସଭ୍ୟତା, ଅନେକ ଜଗତ, ଅନେକ ଭୂପୃଷ୍ଠର ଘଟି ଯାଇଥିବା ଅନେକ ସଭ୍ୟତାର ଉତ୍ଥାନ ଘଟିଛି ଏବଂ ପତନ ମଧ୍ୟ ହୋଇଛି। ତେଣୁ ପାଶ୍ଚାତ୍ୟ ଜଗତର ଅନେକ ଦିନ ପୂର୍ବରୁ, ହଜାର ହଜାର ପୂର୍ବରୁ ତାର ମଧ୍ୟ ପତନ ଘଟିଥିଲା। ଅର୍ଥାତ୍ ପତନ ଏଇଥିପାଇଁ ହେଇଥିଲା ଯେ ହୁଏତ କିଛି ଅନ୍ଧବିଶ୍ୱାସ, କିଛି କଳଙ୍କିତ ପ୍ରଥା, କିଛି ଶୋଷଣ, କିଛି କଷଣ, ଯାହାଫଳରେ କି ସେ ଜଗତ ବା ପାଶ୍ଚାତ୍ୟ ରାଷ୍ଟ୍ର ସମୂହର ପତନ ଘଟି ଘଟି ଚାଲିଲା। ଏବଂ ଏସବୁ ପତନ ପଛରେ ଅନେକ ଗୁଡ଼ିଏ ଐତିହାସିକ କାରଣ ରହିଛି, ଅନେକ ଗୁଡ଼ିଏ ପ୍ରତ୍ନତାତ୍ତ୍ୱିକ କାରଣ ବି ରହିଛି, ଯୋଉଥି ଯୋଗୁଁ ପାଶ୍ଚାତ୍ୟ ଜଗତର ପତନ ଘଟିଥିଲା ଏବଂ ତାର ଅଭ୍ୟୁଦୟ ପାଇଁ ଅନେକ ବର୍ଷ ଲାଗିଥିଲା। ପାଶ୍ଚାତ୍ୟ ଜଗତର ଯେତେବେଳେ ପତନ ହେଲା, ସେତେବେଳେ ଏ ପାଶ୍ଚାତ୍ୟ ଜଗତରେ ଗୋଟେ ଅନ୍ଧକାର, ଗୋଟେ ଅନ୍ଧବିଶ୍ୱାସ ଶାସନ କଲା ଭଳି ଦୀର୍ଘ ଦିନ ଅନ୍ଧକାର ଭିତରେ ପାଶ୍ଚାତ୍ୟ ଜଗତର ଅଧିବାସୀ ମାନେ ସେ ସମୟକୁ ଅତିବାହିତ କରିଥିଲେ। ତେବେ ଏ ଅନ୍ଧବିଶ୍ୱାସ ମଧ୍ୟରେ ଅନେକ ଦିନ ରହିଲା ପରେ ସେ ଅଧିବାସୀ ମାନେ ଆଉ ନିଜକୁ ଗୋଟେ ଶୃଙ୍ଖଳିତ ମନେ କରିପାରି ନଥିଲେ, ଯାହାଫଳରେ କି ପରବର୍ତ୍ତୀ ପର୍ଯ୍ୟାୟରେ ଏହି ପାଶ୍ଚାତ୍ୟ ଜଗତର ପୁନର୍ବାର ଆଉ ଥରେ ଅଭ୍ୟୁଦୟ ହେଲା, ଅର୍ଥାତ୍ ପୁନର୍ଜନ୍ମ ହେଲା, ଅର୍ଥାତ୍ ପୁନଃ ସଂସ୍କାରିତ ହେଲା। ଏହାର ପଛରେ ଅନେକ ଐତିହାସିକ ମତ ସବୁ ରହିଛି। ଅନେକ ଐତିହାସିକ ମାନେ ସ୍ୱ ସ୍ୱ ମତ ପ୍ରଦାନ କରିଛନ୍ତି, ସେମାନେ ସ୍ୱ ସ୍ୱ ଗ୍ରନ୍ଥ ରଚନା କରିଛନ୍ତି, ଯାହାରି ମାଧ୍ୟମରେ ସେମାନେ ଏହି ପାଶ୍ଚାତ୍ୟ ଜଗତର ଅଭ୍ୟୁଦୟ ବିଷୟକୁ ସୁଚାରୁ ରୂପେ ସ୍ପଷ୍ଟ ଭାବରେ ସେ ଉଲ୍ଲେଖ କରି ଚାଲିଛନ୍ତି। ଏ ପର୍ଯ୍ୟନ୍ତ ମଧ୍ୟ ପାଶ୍ଚାତ୍ୟ ଜଗତର ଅଭ୍ୟୁଦୟ ବିଷୟରେ ଅନେକ ଆଲୋଚନା ଚାଲିଛି, ଅନେକ ଲେଖନୀ ମଧ୍ୟ ଚାଲିଛି। ତେବେ ପ୍ରଥମେ ବୁଝିବାକୁ ପଡ଼ିବ ଯେ ପାଶ୍ଚାତ୍ୟ ଜଗତ କ'ଣ, କାହାକୁ ପାଶ୍ଚାତ୍ୟ ଜଗତ ବୋଲି କୁହାଯାଏ ଏବଂ ପାଶ୍ଚାତ୍ୟ ଜଗତକୁ ଐତିହାସିକ ମାନେ ଅନେକ ପର୍ଯ୍ୟାୟରେ, ଅନେକ ବିଭାଗରେ ମଧ୍ୟ ବିଭାଜିତ କରିଛନ୍ତି। କାରଣ ପ୍ରତ୍ୟେକ ସଭ୍ୟତା ହଉ, ପ୍ରତ୍ୟେକ ଦେଶ ହଉ, ପ୍ରତ୍ୟେକ ଦେଶର ଇତିହାସକୁ ଐତିହାସିକ ମାନେ ଭିନ୍ନ ଭିନ୍ନ ମତକୁ ନେଇ ତାକୁ ବିଭାଜନ କରିଛନ୍ତି। ଉଦାହରଣ ସ୍ୱରୂପ ଯେଭଳି ଭାରତ ଇତିହାସକୁ ପ୍ରାଚୀନ ଭାରତ ଇତିହାସ, ମଧ୍ୟଯୁଗୀୟ ଭାରତ ଇତିହାସ, ଆଧୁନିକ ଭାରତ ଇତିହାସ ଏବଂ ଭାରତର ସ୍ୱାଧୀନତା ସଂଗ୍ରାମ ନାମରେ ନାମିତ କରିଛନ୍ତି, ଠିକ ସେଇଭଳି ପାଶ୍ଚାତ୍ୟ ଜଗତର ଇତିହାସକୁ ମଧ୍ୟ ଐତିହାସିକ ମାନେ ବିଭିନ୍ନ ଭାଗରେ ବିଭକ୍ତ କରିଛନ୍ତି। ତାହା ହେଉଛି ଏର୍ଲି ମଡର୍ନ ଏଜ୍, ଅର୍ଥାତ୍ ପ୍ରଥମ ଆଧୁନିକ ଯୁଗ ବା ପ୍ରଥମ ଆଧୁନିକ ଜଗତ। ଏ ଯୋଉ ଆଧୁନିକ ସଭ୍ୟତା, ପାଶ୍ଚାତ୍ୟ ଜଗତର ଯୋଉ ଆଧୁନିକତା,
ताकू मध्य ऐतिहासिक एभली विभिन्न भागरे से विभक्त करिसंती तरे काहाकू नेकी से विभक्त करिसंती जेतेबेले एही पाश्चात्य जगत पतन होइकी रहिथिला एवं को कारण को नहीं ए पाश्चात्य जगतर उत्थान हैला एवं पाश्चात्य जगतर उत्थान पर ऐतिहासिक माने काहाकू भित्ति करी एही पाश्चात्य जगतर उत्थान को पुणी विभिन्न श्रेणी विभक्त करिसंती ताको मध्य आमे एही उपक्रम माध्यम रे जदि न जानिबा ताहले आमे ए विषय वस्तु भीतर को आमे प्रवेश करि परिबा नाही तबे आधुनिक पाश्चात्य जगतर जो अभ्युदय हैला एहार प्रथम पर्याय को प्रथम आधुनिक पाश्चात्य जगतर अभ्युदय बोली कहा जाए तबे जो पाश्चात्य जगत एवं आधुनिक पाश्चात्य जगत हैला मॉडर्न राइज ऑफ मॉडर्न वेस्ट एवं प्रथम आधुनिक पाश्चात्य जगत हैला अर्ली मॉडर्न वेस्ट ताहले आमर इतिहास प्रकृत इतिहास विश्वर प्रकृत इतिहास ए पाश्चात्य जगतर ही सृष्टि ग्रीक देश रे सही हेरोडोटस एवं थुसिडाइडिस सही माने ही इतिहास रो जनक थिले जो माने थिले पाश्चात्य जगतर ऐतिहासिक हेरोडोटसंकर इतिहास गोटे साहित्य शैली उपर आधारित थिला बेले थुसिडाइसिंकर इतिहास विज्ञान इतिहासर जनक से दुई जन थिले इतिहासर प्रतिष्ठाता जो माने कि पाश्चात्य जगतर ही आसीथिले इतिहास कहिले पाश्चात्य जगतर इतिहास को ही बुझाए द हिस्ट्री ऑफ वर्ल्ड इज द हिस्ट्री ऑफ यूरोप एवं यूरोप कहिले से पाश्चात्य जगत ही बुझाए आमे जदि कहिबा काहाकू कहा जाए पाश्चात्य राष्ट्र आमे जदि कहिबा काहाकू कहा जाए पाश्चात्य देश ताले विशेष भाव रे बुझेइबो यूरोप महादेश आफ्रिका महादेश अमेरिका महादेश ए सब देश को आमे साधारण भाव रे धरि नैचे जे ये होची पाश्चात्य देश समूह तबे ए जो पाश्चात्य देश समूह विषय रे केबे एहा को आधुनिक सभ्यतार रूप दिया गला एहा केबे इतिहास लेखन भीतर को आसिला आमे प्रथम पर्याय रे जानिबा पड़िबो तेणु जो इंग्लिश रे रहिछि द अर्ली मॉडर्न द टर्म एही कथाटी बा एही शब्दटी प्रथमे 1970 मसिया रे इतिहास रे स्थान पाइला जहाको अर्ली मॉडर्न बोली कहा जाए वेस्ट जाए मु जाइनी केवल अर्ली मॉडर्न तेणु 1970 मसिया रे प्रथमे आकु इतिहास रे स्थान दिया गला एवं पीटर ब्रूक नाम रे जने ऐतिहासिक प्रथमे तांकर 1972 मसिया और 1978 मसिया रे दुईटी पुस्तक से रचना करथिले जो पुस्तक रे प्रथमे से एई आधुनिक पाश्चात्य जगत विषय रे से पुंखानुपुंख भाव रे सूचना देथिले एवं सही दुई पुस्तक हला बा पुस्तक द्वय हला इंग्लिश रे दुईटा जाक बही इंग्लिश रे लिखा जायछि एवं से इंग्रजी रे लिखा जायथिबा पुस्तक द्वयर नाम हला पॉपुलर कल्चर इन अर्ली मॉडर्न यूरोप जहा कि 1972 मसिया रे लिखा जायतिला एवं तांकर आउ गोटे ग्रंथ मध्ये प्रकाश पाइला 1978 मसिया रे तार नाम थिला इकोनॉमिक एंड सोसाइटी इन अर्ली मॉडर्न यूरोप एही परिप्रेक्षी रे 1975 मसिया रे मध्ये नाटाली की जेमन डाभिस से मध्ये गोटे ग्रंथ रचना करथिले जहार नाम थिला सोसाइटी एंड कल्चर इन अर्ली मॉडर्न फ्रांस तेणु एही थरे एई सब ग्रंथ मानकरे से विदेशी ऐतिहासिक माने बा पाश्चात्य जगतर ऐतिहासिक माने प्रथमे अर्ली मॉडर्न बा प्रथम आधुनिकता विषय रे सम्यक सूचना से माने प्रदान करथिले हम माने समस्त जानिचे द हिस्ट्री ऑफ वर्ल्ड इज हिस्ट्री ऑफ यूरोप द हिस्ट्री ऑफ यूरोप इज द हिस्ट्री ऑफ फ्रांस द हिस्ट्री ऑफ फ्रांस इज द हिस्ट्री ऑफ नेपोलियन बोनापार्ट हमें समस्त जानिचे जे हिस्ट्री कहिले इतिहास कहिले से पाश्चात्य जगतर ही आसीची से पाश्चात्य जगतर ऐतिहासिक माने प्रथम इतिहास स्थान देथिले प्रथम इतिहास रचना करथिले
ତେଣୁ ଏହି ଦୁଇ ଜଣ ଐତିହାସିକ ଯୋଉ 3 ଖଣ୍ଡ ଗ୍ରନ୍ଥ ରଚନା କରିଥିଲେ, ଏହି 3 ଖଣ୍ଡ ଗ୍ରନ୍ଥରେ ସେ ଏର୍ଲି ମଡର୍ନ ଉପରେ ବା ଆଧୁନିକ ବା ପ୍ରଥମ ଆଧୁନିକ ବିଷୟରେ ସେ ସମ୍ୟକ ସୂଚନା ପ୍ରଦାନ କରିଥିଲେ, ଯାହା ଫଳରେ ଏହି ବିଷୟ ଇତିହାସରେ ସ୍ଥାନ ପାଇଲା ଏବଂ ଲୋକଲୋଚନକୁ ଏ କଥା ଆସିପାରିଲା। ଆମେ ଏ ପର୍ଯ୍ୟନ୍ତ ଆମେ ପଢିଲେ କଣ, ଆମେ ଜାଣିଲେ ଏତିକି ଜାଣିଲେ ଯେ ଏର୍ଲି ମଡର୍ନ ବିଷୟରେ ଆମେ ଜାଣିଲେ, ଏ ପର୍ଯ୍ୟନ୍ତ ଆମେ ୱେଷ୍ଟ ବିଷୟକୁ ଆସିନେ, ଆମେ ପାଶ୍ଚାତ୍ୟ ବିଷୟକୁ ଏ ପର୍ଯ୍ୟନ୍ତ ଆସିନେ। ତାହେଲେ ପାଶ୍ଚାତ୍ୟଟା କେମିତି ଆସିଲା, ୱେଷ୍ଟ ଏ ଯୋଉ ଶବ୍ଦ, ଏ ଶବ୍ଦଟି କେମିତି ଆସିଲା? ତେଣୁ ଏକ ଯୋଉ ବିଭାଜନ କରାଯାଇଛି, ବିଭାଜନ କରାଗଲା ପରେ ଯୋଉ ୱେଷ୍ଟ ଶବ୍ଦଟି ଆସିଲା, এই ୱେଷ୍ଟ ଶବ୍ଦଟି ଆସିବା ପାଇଁ ମଧ୍ୟ ଅନେକ ଐତିହାସିକ ମାନେ ସେମାନେ ମଧ୍ୟ ସେମାନଙ୍କର ମତ ପ୍ରଦାନ କରିଛନ୍ତି ଯେ ୱେଷ୍ଟ ଶବ୍ଦ, ଏ ଯୋଉ ପାଶ୍ଚାତ୍ୟ ଶବ୍ଦ, ଏହା କେମିତି ଲୋକଲୋଚନକୁ ଆସିଲା, ଏହା କେବେ ଇତିହାସରେ ସ୍ଥାନ ପାଇଲା, ଏହାକୁ ଐତିହାସିକ ମାନେ କେମିତି ତାକୁ ଗ୍ରହଣ କଲେ ଯେ ୱେଷ୍ଟ ବା ପାଶ୍ଚାତ୍ୟ ଜଗତ ଏମିତି ଗୋଟିଏ ଶବ୍ଦ ରହିଲା, ଏମିତି ଗୋଟେ ବିଷୟ ରହିଲା, ଏମିତି ଗୋଟେ ଅଞ୍ଚଳ ରହିଲା ଯାହାକୁ ଐତିହାସିକ ମାନେ ଗୋଟେ ସ୍ୱତନ୍ତ୍ର ରୂପ ଦେଲେ। ତେଣୁ ଏ ଯୋଉ ପାଶ୍ଚାତ୍ୟ ଦେଶ, এই ଯୋଉ ପାଶ୍ଚାତ୍ୟ ରାଷ୍ଟ୍ର ସମୂହ, এই ଯୋଉ ପାଶ୍ଚାତ୍ୟ ଜଗତ, এই ଯୋଉ ପାଶ୍ଚାତ୍ୟ ଶ୍ରେଣୀ, ୟାକୁ ଐତିହାସିକ ମାନେ ସ୍ୱତନ୍ତ୍ର ଭାବରେ ଗୋଟେ ଲେଖନ କଲେ, ଯାହା ଫଳରେ କି ଏହା ଏକ ସ୍ୱତନ୍ତ୍ରତା ଲାଭ କଲା, ଯାହାକୁ କୁହାଗଲା ଯେ ରାଇଜ ଅଫ ମଡର୍ନ ୱେଷ୍ଟ, ଅର୍ଥାତ୍ ଆଧୁନିକ ପାଶ୍ଚାତ୍ୟ ଜଗତର ଅଭ୍ୟୁଦୟ। ଏବଂ ଏ ଯୋଉ ଅଭ୍ୟୁଦୟ ହେଲା, ଏ ଅଭ୍ୟୁଦୟ ପଛରେ ଅନେକ ଗୁଡ଼ିଏ ସବୁ କାରଣ ରହିଛି, ଯୋଉ କାରଣ ପାଇଁ ପାଶ୍ଚାତ୍ୟ ଜଗତର ଅଭ୍ୟୁଦୟ ହେଇଛି ଏବଂ ପାଶ୍ଚାତ୍ୟ ଜଗତର ଅଭ୍ୟୁଦୟ ଯୋଗୁ ଆଜି ବିଶ୍ୱରେ ମଧ୍ୟ ଆଜି ଅନେକ ପ୍ରକାରର ସଂସ୍କାର ହେଇଛି, ଅନେକ ପ୍ରକାରର ପରିବର୍ତ୍ତନ ହେଇଛି, ଡ୍ୟୁ ଟୁ ଦି ଡେଭଲପମେଣ୍ଟ ଅଫ ଦି ୱେଷ୍ଟର୍ନ କଣ୍ଟ୍ରିଜ। ତେଣୁ ଏ ଯୋଉ ପାଶ୍ଚାତ୍ୟ ଜଗତ, ଏ ପାଶ୍ଚାତ୍ୟ ଜଗତ କେତେବେଳେ ଏହା ଅଭ୍ୟୁଦୟ ହେଲା ନା, ଯେତେବେଳେ ଏତିକି ବେଳେ ଅଭ୍ୟୁଦୟ ହେଲା ଯୋଉ ସମୟରେ ତାଙ୍କର ରେନାନ୍ସା ସମୟ ଆସିଥିଲା, ରିବାର୍ଥ ହେଇଥିଲା ବା ଜ୍ଞାନର ନବୀକରଣ ହେଇଥିଲା ବା ଜ୍ଞାନର ପୁନର୍ଜାଗରଣ ହେଇଥିଲା ବା ଜ୍ଞାନର ପୁନଃ ସଂସ୍କାରଣ ହେଇଥିଲା। ତେଣୁ ଜ୍ଞାନର କେତେବେଳେ ପୁନଃ ସଂସ୍କାରଣ ହେଲା, ଏ ସମୟ ଗୋଟିଏ ସ୍ୱତନ୍ତ୍ର ସମୟ ଥିଲା, ଯୋଉ ସମୟରେ କି ଜ୍ଞାନର ସଂସ୍କରଣ ହେଇଥିଲା ବା ଜ୍ଞାନର ପୁନର୍ଜାଗରଣ ହେଇଥିଲା। ତେଣୁ ଯେତେବେଳେ ପ୍ରାଚୀନ ସଂସ୍କୃତିର ପତନ ହେଇଥିଲା, ଲୋକମାନେ ଖ୍ରୀଷ୍ଟ ଧର୍ମର ମୁଖ୍ୟ ପୋପଙ୍କର କଥାକୁ ମାନି ଚଳି ଯାଇଥିଲେ, ଅନ୍ଧବିଶ୍ୱାସରେ ବୁଡ଼ିକି ରହିଥିଲେ, ପ୍ରାଚୀନ ସାହିତ୍ୟ ସଂସ୍କୃତିର ଅବସାନ ହେଇଥିଲା, ସେତେବେଳେ ଲୋକମାନେ କୌଣସି ଜ୍ଞାନ ବିଷୟରେ ସଚେତନ ନଥିଲେ, ଜାଗରଣ ନଥିଲେ ଏବଂ ଏମିତି ଏକ ସମୟ ଆସିଲା ଯୋଉ ସମୟରେ କି ସେ ସବୁ ସାହିତ୍ୟ, ସେ ସବୁ ଦର୍ଶନ, ସେ ସବୁ ଜ୍ଞାନର ପୁନରୁତ୍ଥାନ ହେଲା, ପୁନର୍ଜାଗରଣ ହେଲା, ଯାହାକୁ ଇଂଲିଶରେ ରେନାନ୍ସା ବୋଲି କୁହାଗଲା ବା ଓଡ଼ିଆରେ ତାକୁ ନବଜାଗରଣ ବୋଲି କୁହାଯାଇଥିଲା। ଏଇ ନବଜାଗରଣ ପାଇଁ, ଏ ନବଜାଗରଣ କଣ ହେଇଥିଲା ନା, ନବଜାଗରଣର ପ୍ରଥମ ଉଦ୍ଦେଶ୍ୟ ଥିଲା, ନବଜାଗରଣ ହବାର ପ୍ରଥମ ଉଦ୍ଦେଶ୍ୟ ଥିଲା ଯେ କନଷ୍ଟାଣ୍ଟିନୋପଲର ଗୋଟେ ପତନ ହେଲା। କଣ ସେ କନଷ୍ଟାଣ୍ଟିନୋପଲ ବିଷୟରେ ଆମେ ଜାଣିବା ଯେ କନଷ୍ଟାଣ୍ଟିନୋପଲ was the capital of wisdom, ଯୋଉଟା ଜ୍ଞାନର ରାଜଧାନୀ ଥିଲା। କନଷ୍ଟାଣ୍ଟିନୋପଲ ଏକ ନଗର, ଏକ ସହର ଥିଲା, ଯାହାକି ଗୋଟେ ଜ୍ଞାନର ନଗର ଥିଲା ଏବଂ ଏହି ସ୍ଥାନରେ ଅନେକ ଲୋକ, କୋଉ ଦେଶର ଲୋକ ନା ଗ୍ରୀସର ଲୋକମାନେ ବହୁ ସଂଖ୍ୟାରେ ଏଠି ବସବାସ କରୁଥିଲେ। ଯୋଉ ଲୋକମାନେ ବସବାସ କରୁଥିଲେ ସେମାନେ ସାଧାରଣ ଲୋକ ନଥିଲେ, ସେମାନେ ବିଚକ୍ଷଣ ପଣ୍ଡିତ ଥିଲେ, ସେମାନେ ବିଚକ୍ଷଣ ସାହିତ୍ୟିକ ଥିଲେ, ସେମାନେ ବିଚକ୍ଷଣ ଦାର୍ଶନିକ ଥିଲେ, ସେମାନେ ବିଚକ୍ଷଣ ବୈଜ୍ଞାନିକ ଥିଲେ, ଯୋଉମାନଙ୍କର ବୁଦ୍ଧିରେ, ଯୋଉମାନଙ୍କର ଜ୍ଞାନରେ ପ୍ରଭାବିତ ହୋଇ ସେଠାର ଅଧିବାସୀ ମାନେ ବା ସେଇଠାରେ ରହିଥିବା ବିଭିନ୍ନ ଦେଶର ଲୋକମାନେ ଅନୁପ୍ରାଣିତ ହେଇଥିଲେ ଏବଂ କନଷ୍ଟାଣ୍ଟିନୋପଲ ତାର ବିଜ୍ଞତା ପାଇଁ, ତାର ଜ୍ଞାନ ପାଇଁ ସେ ସ୍ଥାନ ପ୍ରସିଦ୍ଧି ଲାଭ କରିଥିଲା। କିନ୍ତୁ ଯେତେବେଳେ ଅଟୋମାନ ତୁର୍କୀ ମାନେ ସେ କନଷ୍ଟାଣ୍ଟିନୋପଲ ଉପରକୁ ଆକ୍ରମଣ କଲେ, ସେ ନଗରକୁ ଅଧିକାର କଲେ,
ସେଇ ସମୟରେ ସେଠାରେ ଥିବା ଜ୍ଞାନୀ ଗୁଣୀ ମାନେ ବା ଗ୍ରୀସ ଦେଶର ଯୋଉ ଜ୍ଞାନୀ ବ୍ୟକ୍ତି ମାନେ ସେ ସ୍ଥାନ ପରିତ୍ୟାଗ କରି ପୃଥିବୀର ବା ବିଶେଷ କରି ୟୁରୋପ ମହାଦେଶର ବିଭିନ୍ନ ସ୍ଥାନକୁ ସେମାନେ ସବୁ ଚାଲିଗଲେ। ଯେମିତି ଆମ ଓଡ଼ିଆରେ ଗୋଟିଏ ଛୋଟିଆ ଗପଟିଏ ଅଛି। ଥରେ ଜଣେ ସାଧୁ ପରିଭ୍ରମଣରେ ଯାଉଥିଲେ। ପରିଭ୍ରମଣରେ ଗଲାବେଳେ ଯେତେବେଳେ ଅସାମାଜିକ ଲୋକମାନଙ୍କୁ ଯୋଉଠି ସବୁ ଦେଖୁଥାନ୍ତି ତାଙ୍କୁ ଯେତେବେଳେ ପରିହାସ କରୁଥାନ୍ତି ସେତେବେଳେ ସେ ସାଧୁ ଜଣକ କହୁଥାନ୍ତି ଯେ ଯେତେବେଳେ ଭଲ ଭଲ ଲୋକମାନଙ୍କ ଜ୍ଞାନୀ ଗୁଣୀ ଲୋକମାନଙ୍କ ପାଖକୁ ଆସିଥାନ୍ତି ବା ସଂସ୍ପର୍ଶରେ ଆସିଥାନ୍ତି ସେତେବେଳେ ତାଙ୍କୁ କହନ୍ତି ଯେ ତୁମେମାନେ ଏକାଠି ନ ରହି ତମେ ବିଚ୍ଛିନ୍ନ ହେଇଯାଅ, ତମକୁ ଭଗବାନ କରନ୍ତୁ ତମେ ବିଭିନ୍ନ ସ୍ଥାନକୁ ଚାଲିଯାଅ, ତମେ କେବେ ବି ଏକାଠି ରହୁନାହିଁ। ଏହି ସମୟରେ ସାଧୁଙ୍କ ପାଖରେ ତାଙ୍କର ଶିଷ୍ୟମାନେ ଥିଲେ। ଏକୁଟିଆ ଜାଗାରେ ନିର୍ଜନ ସ୍ଥାନରେ ପଚାରିଲେ, ଆଜ୍ଞା ଆପଣ ଏ କଥା କହୁଛନ୍ତି, ଯୋଉମାନେ ସନ୍ନ୍ୟାସୀ ତାଙ୍କୁ କହୁଛନ୍ତି ଏକାଠି ରୁହ, ଯୋଉମାନେ ଅସାମାଜିକ ଲୋକ ତାଙ୍କୁ କହୁଛନ୍ତି ଏକାଠି ରୁହ, ଯୋଉମାନେ ସାମାଜିକ ଜ୍ଞାନୀ ଗୁଣୀ ତାଙ୍କୁ କହୁଛନ୍ତି ତମେ ବିଚ୍ଛିନ୍ନ ହେଇଯା, ତମେ ବିଭିନ୍ନ ସ୍ଥାନକୁ ଚାଲିଯା, ଏହା କଣ କହୁଛନ୍ତି? ସାଧୁ ଜଣକ କହୁଛନ୍ତି ଯୋଉମାନେ ଅସାମାଜିକ ସେମାନେ ଏକାଠି ରହନ୍ତୁ, ତାଙ୍କର ଅସାମାଜିକ ଗୁଣ ତାଙ୍କର ବିଶୃଙ୍ଖଳିତ ଗୁଣ ଅନ୍ୟ ଆଡେ ପ୍ରଚାରିତ ନ ହଉ, ଯୋଉମାନେ ଜ୍ଞାନୀ ଗୁଣୀ ସେମାନେ ବିଭିନ୍ନ ସ୍ଥାନକୁ ଚାଲି ଯାଆନ୍ତୁ, ସେଠାରେ ସେମାନଙ୍କର ଜ୍ଞାନ ଗାରିବାକୁ ସେମାନେ ବିସ୍ତାରିତ କରନ୍ତୁ, ପ୍ରସାରଣ କରନ୍ତୁ, ଲୋକମାନଙ୍କ ଉପରେ ପ୍ରଭାବ ପଡୁ, ଲୋକମାନେ ସଚେତନ ହୁଅନ୍ତୁ, ଲୋକମାନେ ତାଙ୍କ ଜ୍ଞାନରେ ଜ୍ଞାନୀ ହୁଅନ୍ତୁ, ତାଙ୍କ ବିଦ୍ୟାରେ ବିଦ୍ୟା ଲାଭ କରନ୍ତୁ, ତାଙ୍କ ଶିକ୍ଷାରେ ଶିକ୍ଷିତ ହୁଅନ୍ତୁ। ଏହା ଥିଲା ସେ ସାଧୁଙ୍କର ଧାରଣା ବା ଚିନ୍ତାଧାରା। ଠିକ ସେହିପରି ଯେତେବେଳେ ଭଗବାନଙ୍କର ଆଶୀର୍ବାଦ ସ୍ୱରୂପ ଅଟୋମାନ ତୁର୍କ ମାନେ ବା ତୁର୍କୀ ଅଧିବାସୀ ମାନେ କନଷ୍ଟାଣ୍ଟିନୋପଲ ଭଳି ଏକ ବିଜ୍ଞ ନଗରୀ ଉପରକୁ ଆକ୍ରମଣ କଲେ, ସେତେବେଳେ ସେଠାରେ ରହିଥିବା ଗ୍ରୀକ ଦେଶର ବିଭିନ୍ନ ପଣ୍ଡିତ ମାନେ ବିଭିନ୍ନ ସ୍ଥାନକୁ ସବୁ ଚାଲିଗଲେ ଏବଂ ଯୋଉ ଯୋଉ ସ୍ଥାନକୁ ସେମାନେ ଚାଲିଗଲେ ସେଇ ସ୍ଥାନ ମାନଙ୍କର ନାମ ଥିଲା କଣ ନା ନେପଲସ, ସିସିଲି, ରୋମ, ଭର୍ଜିନିଆ, ଏହିପରି ଅନେକ ସ୍ଥାନକୁ ସେମାନେ ସବୁ ଚାଲିଗଲେ ଏବଂ ଚାଲିଯିବା ସହିତ ସେମାନଙ୍କ ସାଥିରେ ଯୋଉ ଯୋଉ ସବୁ ଗ୍ରନ୍ଥ ନେଇଥିଲେ, ଭୂଗୋଳ, ଇତିହାସ, ଗଣିତ, ଦର୍ଶନ ଶାସ୍ତ୍ର, ଭେଷଜ ଶାସ୍ତ୍ର, ଏସବୁ ଯୋଉ ଶାସ୍ତ୍ରକୁ ସେଠି ନେଇଥିଲେ ସେଠି ମଧ୍ୟ ସେମାନେ ସେଠାରେ ଅଧ୍ୟାପନା କଲେ, ସେଠାରେ ମଧ୍ୟ ଶିକ୍ଷା ପ୍ରଦାନ କଲେ, ଯାହା ଫଳରେ ସେ ସବୁ ସ୍ଥାନରେ ଲୋକମାନଙ୍କର ସଚେତନତା ଜାଗ୍ରତ ହେଲା, ସେ ସବୁ ସ୍ଥାନ ମାନଙ୍କରେ ଲୋକମାନଙ୍କର ଜ୍ଞାନର ଉଦୟ ହେଲା ଏବଂ ଲୋକମାନେ କୋଉଟା ଠିକ, କୋଉ ଜିନିଷଟା ଭୁଲ, କୋଉଟା ନ୍ୟାୟ, କୋଉଟା ଅନ୍ୟାୟ, କୋଉଟା ବିଚାରଯୁକ୍ତ, କୋଉଟା ବିଚାରଯୁକ୍ତ ନୁହଁ, ଏସବୁ କଥା ଲୋକମାନେ ଯେତେବେଳେ ଜାଣିପାରିଲେ ସେତେବେଳେ ସେ ଅନ୍ଧବିଶ୍ୱାସ ଭିତରେ ରହିବା ପାଇଁ, ସେ ପୋପଙ୍କର ଧର୍ମାନ୍ଧ କଥାକୁ ବିଶ୍ୱାସ କରିକି ରହିବା ପାଇଁ ଆଉ ବିଶ୍ୱାସ କଲେନି, ଆଉ ସାହସ ବାନ୍ଧିଲେନି, ସେମାନେ ଚାଲି ଆସିଲେ, ଲୋକଲୋଚନକୁ ଚାଲି ଆସିଲେ, ଲୋକମାନଙ୍କ ପାଖକୁ ଚାଲି ଆସିଲେ, ଜ୍ଞାନର ପ୍ରଚାର କଲେ, ଲୋକମାନେ ସେଇମାନଙ୍କର ଦ୍ୱାରା ଅନୁପ୍ରାଣିତ ହୋଇ ଆଉ ଅନ୍ଧବିଶ୍ୱାସ ଅନ୍ଧକାର ଭିତରେ ରହିବା ପାଇଁ ଆଉ ପସନ୍ଦ କଲେ ନାହିଁ, ଯାହା ଫଳରେ କି ପାଶ୍ଚାତ୍ୟ ଜଗତର ମୁଖ ଖୋଲିଗଲା। ପାଶ୍ଚାତ୍ୟ ଜଗତ ଗୋଟିଏ ଯୋଉ ପତନ ହୋଇ ରହିଥିଲା, ଦୀର୍ଘ ବର୍ଷ ଧରି ଅନ୍ଧବିଶ୍ୱାସ ଶାସନରେ ରହିଥିଲା, ପତନ ହେଇକି ଥିଲା, ତାହାର ଆଜି ଅଭ୍ୟୁଦୟ ହେଲା, ତାହାର ଆଜି ଉତ୍ଥାନ ହେଲା। ତେଣୁ ଏ ପାଶ୍ଚାତ୍ୟ ଜଗତର ଉତ୍ଥାନର ପ୍ରଥମ କାରଣ ଥିଲା କନଷ୍ଟାଣ୍ଟିନୋପଲର ପତନ। ସିନା ସେ ନଗରର ପତନ ହେଲା କିନ୍ତୁ ପାଶ୍ଚାତ୍ୟ ଜଗତର ଉତ୍ଥାନ ହେଲା। ସେହିପରି ଭାବରେ ଏହି ପାଶ୍ଚାତ୍ୟ ଜଗତରେ ପ୍ରଥମେ ପ୍ରିଣ୍ଟିଂ ପ୍ରେସ ବା ମୁଦ୍ରଣ ଯନ୍ତ୍ର ବା ଛାପାଖାନାର ପ୍ରତିଷ୍ଠା ଆରମ୍ଭ ହେଲା। ସେତେବେଳର ବୈଜ୍ଞାନିକ ମାନେ ସେମାନଙ୍କର ବୈଜ୍ଞାନିକ ମତକୁ, ସେମାନଙ୍କର ଜ୍ଞାନକୁ, ସେମାନଙ୍କର ଅତ୍ୟାଧୁନିକ କୌଶଳକୁ ଛାପାଖାନା ତିଆରିବା ପାଇଁ ନିବେଶ କରିଥିଲେ। କାହିଁକି ସେ ପର୍ଯ୍ୟନ୍ତ ପୃଥିବୀରେ କୌଣସି ଛାପାଯୁକ୍ତ ପୁସ୍ତକ ମିଳୁନଥିଲା। ତେଣୁ ଛାପା କଳ ବା ମୁଦ୍ରଣ ଯନ୍ତ୍ର ଆବିଷ୍କାର କରିବା ଦ୍ୱାରା ପ୍ରାଚୀନ ଜଗତର ଯେଉଁ ସବୁ ପ୍ରାଚୀନ ଗ୍ରନ୍ଥ ଗୁଡ଼ିକ ରହିଥିଲା, ଭାରତ ବର୍ଷରେ ଯେମିତି ବେଦ, ବେଦାନ୍ତ, ଉପନିଷଦ, ଅଷ୍ଟାଦଶ ପୁରାଣ, 108 ମହାପୁରାଣ,
ଯେମିତି ସବୁ ରହିଥିଲା ସେ ସବୁ ଗ୍ରୀକ ଦେଶରେ ବା ପାଶ୍ଚାତ୍ୟ ଜଗତରେ ଯେମିତି ସାହିତ୍ୟ ଦର୍ଶନ ବିଜ୍ଞାନ ଇତ୍ୟାଦି ସବୁ ରହିଥିଲା, ଗଣିତ ବ୍ୟାକରଣ ଏ ଯାହା ସବୁ ରହିଥିଲା ସେ ସବୁର ଛାପା ହେଇପାରିଲା ବା ପବ୍ଲିଶ ହେଇପାରିଲା ବା ପ୍ରିଣ୍ଟ ହେଇପାରିଲା। ତେଣୁ ପ୍ରଥମେ ଯେତେବେଳେ ଜନ୍ ଗୁଟେନବର୍ଗ ଯେତେବେଳେ ଆବିଷ୍କାର କଲେ ତାଙ୍କର ମୁଦ୍ରଣ ଯନ୍ତ୍ର, ଯାହାକୁ ଛାପାକଳ ବୋଲି କୁହାଯାଏ ବା ଯାହାକୁ ପ୍ରିଣ୍ଟିଂ ମେସିନ ବୋଲି କୁହାଯାଏ, ତାହା ପ୍ରଥମେ ଯେତେବେଳେ ଏହି ଗ୍ରୀସରେ ବା ୟୁରୋପ ମହାଦେଶରେ ଯେତେବେଳେ ଆରମ୍ଭ ହେଲା, ସେଇ ମହାଦେଶରେ ଅନେକ ପୁସ୍ତକ ରଚନା ହେଲା, ଅନେକ ପୁସ୍ତକ ଛାପା ହେଲା, ପ୍ରାଚୀନ ଗ୍ରନ୍ଥକୁ ଛପାଗଲା ଏବଂ ଏହା ସାଧାରଣତଃ ସାଧାରଣ ଲୋକମାନଙ୍କ ପାଖରେ ପହଞ୍ଚିବାରେ ଅତି ସହଜ ହେଲା ଏବଂ ଲୋକମାନଙ୍କ ପାଖରେ ପହଞ୍ଚି ଗଲା ପରେ ଲୋକମାନେ ସେ ସବୁର ଜ୍ଞାନକୁ ଗ୍ରହଣ କଲେ, ଲୋକମାନେ ସେ ଜ୍ଞାନ ଅଧ୍ୟୟନ କଲେ, ଲୋକମାନେ ସେ ଜ୍ଞାନକୁ ପଠନ କଲେ ଏବଂ ନିଜ ଭିତରେ ନ ରଖି ନିଜ ପରିବାରରେ, ନିଜ ସମାଜରେ, ନିଜ ପରିବେଶ ଭିତରେ ସେ ସବୁକୁ ପ୍ରଚାର କରିବାକୁ ଚେଷ୍ଟା କଲେ ଆଉ ଅନ୍ଧବିଶ୍ୱାସ ଭିତରକୁ ଯିବା ପାଇଁ ସାହସ ବାନ୍ଧିଲେ ନାହିଁ। ଏହି ପରିପ୍ରେକ୍ଷୀରେ ମଧ୍ୟ ଅନେକ ବୈଜ୍ଞାନିକ ମାନଙ୍କର, ଅନେକ ମହାନ ଜନନାୟକ ମାନଙ୍କର ଆବିର୍ଭାବ ହେଇଥିଲା। ସେମାନଙ୍କ ଭିତରେ ଥିଲେ କି ସେମାନଙ୍କ ଭିତରେ ଥିଲେ କୋପରନିକସ୍, ସେମାନଙ୍କ ଭିତରେ ଥିଲେ ସାର୍ ଆଇଜାକ୍ ନ୍ୟୁଟନ, ସେମାନଙ୍କ ଭିତରେ ଥିଲେ ମଧ୍ୟ ପେଟାର, ବୋକାସିଓ, ଦାନ୍ତେ, ମେକିଆଭେଲି, ସେକ୍ସପିୟର, ଏହିପରି ଅନେକ ବୈଜ୍ଞାନିକ ଥିଲେ, ଅନେକ ଦାର୍ଶନିକ ଥିଲେ, ଅନେକ ସାହିତ୍ୟିକ ଥିଲେ, ଯେଉଁମାନେ କି ସେମାନଙ୍କର ବିଜ୍ଞାନ ଗ୍ରନ୍ଥ, ସାହିତ୍ୟ ଗ୍ରନ୍ଥ, ଦର୍ଶନ ଶାସ୍ତ୍ର ସେମାନେ ସମସ୍ତେ ସ୍ୱ ଲିଖନୀରେ ସେମାନେ ଆଗେଇ ଆସିଥିଲେ ଲେଖିବା ପାଇଁ, ଯାହାକି ଆଜି ବିଶ୍ୱବିଖ୍ୟାତ ଏକ ଅମୂଲ୍ୟ ଗ୍ରନ୍ଥ ରୂପେ ପରିଗଣିତ ହେଇଛି। ସେଭଳି ଗ୍ରନ୍ଥ ଏ ଅତ୍ୟାଧୁନିକ ଯୁଗରେ ମଧ୍ୟ କୌଣସି ଐତିହାସିକ ହୁଅନ୍ତୁ କି ବୈଜ୍ଞାନିକ ହୁଅନ୍ତୁ କି ଦାର୍ଶନିକ ହୁଅନ୍ତୁ ସେ ଗ୍ରନ୍ଥ ବର୍ତ୍ତମାନ ପର୍ଯ୍ୟନ୍ତ ଲେଖିପାରି ନାହାନ୍ତି। ତାହା ହେଉଛି ଗ୍ରୀସ ଦେଶର କେବଳ ଅମୂଲ୍ୟ ସମ୍ପଦ ନୁହେଁ, ସମଗ୍ର ବିଶ୍ୱର ସେ ହେଉଛି ଅମୂଲ୍ୟ ସମ୍ପଦ। ତେଣୁ ସାର୍ ଆଇଜାକ୍ ନ୍ୟୁଟନ ହୁଅନ୍ତୁ କି କୋପରନିକସ୍ ହୁଅନ୍ତୁ, ସେ ଯାହା ବି ତଥ୍ୟ ସେତେବେଳେ ଦେଇଥିଲେ ସେ ତଥ୍ୟକୁ ତତ୍କାଳୀନ ସମାଜ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନଥିଲା। ତେଣୁ ଯେତେବେଳେ କୋପରନିକସ୍ ତାଙ୍କର ସୌରମଣ୍ଡଳ ଉପରେ ଯେତେବେଳେ ଯୁକ୍ତି ବାଢିଥିଲେ, ସୂର୍ଯ୍ୟର ଚତୁଃପାର୍ଶ୍ୱରେ ଗ୍ରହମାନେ ଭ୍ରମଣ କରୁଛନ୍ତି, ଏ କଥାକୁ କେହି ବି ଜଣେ ଗ୍ରହଣ କରିନଥିଲେ ଏବଂ ଶେଷରେ ମଧ୍ୟ ତାଙ୍କୁ ଧର୍ମଦ୍ରୋହୀ ବୋଲି କୁହାଯାଇଥିଲା। ତାଙ୍କୁ ମଧ୍ୟ ସମାଜରୁ ବାସନ୍ଦ କରିବା ପାଇଁ ଯୋଜନା କରାଯାଇଥିଲା ଏବଂ ଏହା ସତ୍ତ୍ୱେ ତାଙ୍କର ଥିଓରିକୁ, ତାଙ୍କର ମତବାଦକୁ, ତାଙ୍କର ନିୟମକୁ ସେ ଫେରେଇ ନେଇ ନଥିଲେ ଏବଂ ସମୟ ଆସିଥିଲା ବୈଜ୍ଞାନିକ ଏ ସମାଜ, ଏ ଆଧୁନିକ ସମାଜ ତାକୁ ଗ୍ରହଣ କଲା। ତାଙ୍କର ନିୟମକୁ ଧରି ଆଜି ବୈଜ୍ଞାନିକ ମାନେ ଆଗକୁ 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 ଚାଲିଛନ୍ତି। ଠିକ ସେଇଭଳି ସାର୍ ଆଇଜାକ୍ ନ୍ୟୁଟନ ଯେତେବେଳେ ମାଧ୍ୟାକର୍ଷଣ ଶକ୍ତି, ଗ୍ରାଭିଟେସନ ଅଫ ଲ ଯେତେବେଳେ ନିୟମ ପ୍ରସ୍ତୁତ କଲେ, ତାଙ୍କୁ ମଧ୍ୟ ସେଭଳି ଅସାମାଜିକ ଲୋକମାନେ ବା ଅସାମାଜିକ ଯୁବକ ମାନେ, ଅସାମାଜିକ ବ୍ୟକ୍ତି ମାନେ ତାଙ୍କୁ ମଧ୍ୟ ଅନେକ ଥଟ୍ଟା ପରିହାସ କରିଥିଲେ ଏବଂ ସାର୍ ଆଇଜାକ୍ ନ୍ୟୁଟନଙ୍କୁ ମଧ୍ୟ ଅନେକ ଥଟ୍ଟା, ଅନେକ ଭର୍ତ୍ସନା ଶୁଣିବାକୁ ପଡିଥିଲା। ସାର୍ ନ୍ୟୁଟନ ତାଙ୍କର ଗତି ସମ୍ପର୍କରେ ଯାହା ସେ କହିଥିଲେ, ମାଧ୍ୟାକର୍ଷଣ ଶକ୍ତି ବିଷୟରେ ଯାହା ସେ କହିଥିଲେ, ସେ ବିଶ୍ୱରେ ଖ୍ୟାତି ଅର୍ଜନ କରିଥିଲେ ମଧ୍ୟ ସେତେବେଳର ସମାଜ ତାଙ୍କ ଥିଓରିକୁ, ତାଙ୍କ ନିୟମକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନଥିଲା। ସେଭଳି ଅଙ୍ଗାରକାମ୍ଳ ଗ୍ୟାସ ଉପରେ, ଚିକିତ୍ସା ବିଜ୍ଞାନ ଉପରେ ଅନେକ ବୈଜ୍ଞାନିକ ମାନେ ସେମାନେ ଅହରହ ଗବେଷଣା କରି ସ୍ୱ ମତ ପ୍ରଦାନ କରିଥିଲେ, ଯାହାକି ତତ୍କାଳୀନ ସମାଜ ଗ୍ରହଣ କରିନଥିଲେ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ଏ ସମାଜ ଗ୍ରହଣ କରିବା ଯୋଗୁଁ ଆଧୁନିକ ପାଶ୍ଚାତ୍ୟ ଜଗତର ଉତ୍ପତ୍ତି ହେଇଥିଲା ବା ଅଭିଜ୍ଞ ହେଇଥିଲା। ଆଜି ସେଇ ସତ୍ୟତା ଆଧାରରେ, ସେଇ ସତ୍ୟ ରୂପ ଦ୍ୱାରା ପାଶ୍ଚାତ୍ୟ ଜଗତର ଅଭ୍ୟୁଦୟ ହେଇଥିଲା। କିନ୍ତୁ ଯେତେବେଳେ ପାଶ୍ଚାତ୍ୟ ଜଗତର ଅଭ୍ୟୁଦୟ ହେଲା, ଯେତେବେଳେ ଲୋକମାନଙ୍କ ମନରେ ଏକ ନୂତନ ଚିନ୍ତାଧାରାର ଉନ୍ମେଷ ହେଲା, ଏହି ସମୟରେ ଲୋକମାନେ ସେ ପାଶ୍ଚାତ୍ୟ ଜଗତର
से प्राचीन जगत कथावस्तु को नहीं ज्ञान को नहीं आगो आगो जीवाको चेष्टा करथिले एवं पाश्चात्य जगतर आधुनिकत्व को सेमाने आमंत्रण करथिले। एही परिप्रेक्षी रे आरंभ हेथिला एही पाश्चात्य जगतरे नूतन समाजर सृष्टि, नूतन शिक्षा केन्द्रर सृष्टि एवं नूतन समाजर सृष्टि। एही समय मानकरे लोकमानंकर मनरे ज्ञानर जेतବେଳେ नवीकरण ହେଲା ताकू धरी लोक माने सेमानंकर शिक्षानुष्ठान भी प्रतिष्ठा करथिले। एही ग्रीस देश रे इटाली रे बोलोंगो ठारे मध्य प्रथम विश्वविद्यालय स्थापन करा जायतिला। जो से प्रथम विश्वविद्यालय रे अध्ययन प्रथम विश्वविद्यालय रे अनेक युवक माने सेतबेले अध्ययन करथिले। जो विश्वविद्यालय 11th सेंचुरी एकादश ख्रीष्टाब्द रे सेठारे प्रतिष्ठा लाभ करिथिला। जेतेबेले पृथ्वी रे कौनसी स्थान रे कौनसी विश्वविद्यालय प्रतिष्ठा लाभ करि पारि नथिला, केवल बौद्ध धर्म समय को छाड़ी देले। सेतेबेले इटाली रे बोलोंगो ठारे प्रथम विश्वविद्यालय स्थापन करा जायतिला, जोठी विषय वस्तुर सीमित पाठपढ़ा करा जायतिला। जदि बा सब विषय पाठपढ़ा आरंभ ही नथिला, किंतु जो विषय सब पाठ सेठारे अध्ययन करा जाउथिला ताहा मध्य मुख्य मुख्य विषय थिला। से विषय मध्य थिला आर्किटेक्चर, स्थापत्य कला एवं शिप बिल्डिंग, बोट तैयारी बा डंगा तैयारी बा प्रणाली, एग्रीकल्चर बा कृषि कार्य, वेटरनरी मेडिसिन प्राणी जगत पई औषध, मिलिटरी टेक्नोलॉजी बा सामरिक विद्या, ए सब विषय वस्तु से बोलोंगो ठारे अध्ययन करा जाउथिला। विश्वर बा पाश्चात्य जगतर विभिन्न राष्ट्ररू अनेक छात्र माने सेठारे अध्ययन करुथिले। जदि बा प्राथमिक पर्याय रे छात्र मानकर संख्या कम थिला, किंतु परवर्ती पर्याय रे से उपस्थान आस्ते 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 वृद्धि पाइथिला। परे परे सेही पाश्चात्य जगतर विभिन्न स्थान रे विश्वविद्यालय मान प्रतिष्ठा हेतिला एवं नूतन नूतन विषय गुड़िक उन्मोचन हेतिला। नूतन विषय रे अध्ययन करिबा पई नूतन राष्ट्र मानकर मध्य युवक मानकर बा छात्र छात्री मानकर आग्रह बढ़ी चलीथिला। तबे पाश्चात्य जगत रे आउ एक नूतन कथा थिला जे सेइटा हेउची ख्रीष्टीय चतुर्थ शताब्दी चतुर्दश शताब्दी पर्यंत गोटे प्रथा रही जाइथिला। से पाश्चात्य जगत रे जहाको कहा जाए सामंतवाद प्रथा। जो सामंतवाद प्रथा से पाश्चात्य जगत रे प्रथमे आरंभ होइथिला एवं आरंभ होबा पछरे मध्ये अनेक गुडे कारण थिला। तेणु से प्रथा आरंभ होबा पई केही गोटे व्यक्तिगत बादे केही योजना करि नथिले, किंतु सेतबेलर परिस्थिति बाध्य करिथिला पाश्चात्य जगत रे एई सामंतवाद प्रथा को प्रचलन करिवा पई। जेतेबेले पाश्चात्य जगतर प्रसिद्ध सम्राट जेतेबेले चार्लमेनकर मृत्यु हैला, सेतेबेले पाश्चात्य जगतर साधारण लोक माने निजको सुरक्षित माने करि नथिले एवं निजर सुरक्षा पई पाश्चात्य जगतर अधिवासी माने पाश्चात्य जगतर लोक माने निजको सुरक्षित करिवा पई अनेक प्रयास करिथिले मध्य कौनसी थरे निर्दिष्ट स्थान रे से उपनीत हेइ पारि नथिले। एही समय रे अनेक धनी व्यक्तिଙ୍କ पाखरे शरण पसिथिले, जो माने कि तांको आश्रय देथिले। जोठी आरंभ होइतिला ए पाश्चात्य जगत रे सामंतवाद प्रथार प्रचलन। तेबे ए जो सामंतवाद प्रथा आरंभ हैला से चार्लमेनଙ୍କ परे जेतेबेले पाश्चात्य जगत रे लुंठन चलिला, अस्थिरता चलिला, विशृंखला चलिला, सामाजिक वैष्णव चलिला, एई समय रे लोक माने इतस्तत हे जाइथिले। कोन करिवे बोली सेमानଙ୍କ मनरे कौनसी बुद्धि आसु नथिला। एही समय रे निजर धन जीवन को रक्षा करिया पई, निजको रक्षा करिया पई सेई शक्तिशाली से सामंत गोष्ठी बा से जमीदार गोष्ठी बा से धनी श्रेणीଙ୍କ पाखरे निजे शरण पशिले, जोठू आरंभ होला सामंतवाद प्रथार उत्पत्ति। एही मध्ययुगीय यूरोप रे यो गोटे पर्याय मु कहिथिले जे ऐतिहासिक माने
प्रत्येक देश प्रत्येक महादेशर इतिहास को विभिन्न भाग में विभक्त करिसेंती प्राचीन मध्य एवं आधुनिक। तेबे पाश्चात्य जगतर ये आधुनिक पर्याय यही सामंत प्रथार उन्मेष घटिथिला जो साधारण लोक माने निजको सुरक्षित मणि नथिले निजको सुरक्षा देबा पई सही धनी सिलेक्टेड लोक मानक पाखरे शरण पशिथिले जो धनी लोक माने थिले कुहा जाउथिला तांको सामंत बोली कुहा जाउथिला। एही सामंत माने समानंको केमिति सुरक्षा दउथिले काहे सुरक्षा दउथिले ताहा थिला एक आलोचनार विषय। एही समय रे पाश्चात्य जगत रे प्रजा मानक सहित रजांकर कौनसी संपर्क रहिला नाही जहा फल कि राजा प्रजा को चिन्हले नाही प्रजा राजा को चिन्हले नाही प्रजा माने सामंत मानक अधीन रे रहिले सामंत माने हेले प्रजा मानकर प्रभु प्रजा मानकर सर्वेसर्वा हेले से सामंत माने जहा फल कि रजा प्रजांकर संपर्क आस्ते आस्ते तुटी गला आस्ते आस्ते कमी आसिला सामंत एवं प्रजा मानकर संपर्क बढ़ी बढ़ी चलिला। यह जे केवल पाश्चात्य जगतर गोटे अंचल गोटे देश ता नुहे जर्मनी रे हेथिला रोम रे हेथिला फ्रांस रे हेथिला जदिबा एहार आकृति जदिबा एहार प्रकृति अल्प बहुत भिन्न थिला किंतु सामग्रिक दृष्टि देखिले ताहा एक प्रकार नियम थिला जहाकू सामंतवाद प्रथा बोली कहा जाउथिला। ए सामंतवाद प्रथा समय रे लोक माने बा यूरोप महादेशर अधिवासी माने से सामंत मानक अधीन रे रहिबा पई बाध्य होइतिले। एही सामंत माने जो सब नीति करितिले सेही मानक पई जो माने थिले सामंत मानक अधीन रे सेही मानक पई जो नियम करितिले ताकू ही सामंतवादर नीति बोली कहा गला। तेणु यूरोप महादेश रे बा पाश्चात्य जगत रे अनेक धनी लोक माने जो थिले से गोटी गोटी धनी लोक मानक पाखरे अनेक साधारण लोक माने मध्य रहितिले तांकर आश्रित रे रहितिले। तेणु अनेक सामंत माने थिले सेही सामंत मानक पाखरे सहस्र हजार हजार कृषक माने मध्य रहितिले जो माननकु कृषि भृत्य बोली कहा जाउतिला। आमे आ टिके पर से विषय आलोचना करिबा। तेबे जो सामंत माने थिले बा सामंतवाद प्रथा थिला तार वैशिष्ट्य थिला कोन तार वैशिष्ट्य हला जे सामंत माने दुर्ग रे रहिबे सेते बेले सामंत माने जोटी रहुतिले जो स्थान रे रहुतिले बा से जमीदार माने जो स्थान रे रहुतिले बा से धनी श्रेणीर लोक माने जो स्थान रे रहुतिले से स्थान को दुर्ग बोली कहउतिला। दुर्गर निर्माण शैली भिन्न थिला एवं जो जमीदार माने थिले जो सामंत माने थिले से माने निजको केमिति जमीदार कले ना से माने राजा मानकर अति निकटतम थिले प्रथमरु एवं राजा माने बा सम्राट माने से माननकु अनेक जागीर जमी प्रदान करी से मानकु जमीदार रे परिणत करैथिले से जमीर से माने मालिक थिले एवं जेते बेले राजा प्रजार संपर्क टूटी गला सेते बेले प्रजा मानकर संपर्क सामंत मानक सहित बढ़ी बढ़ी चलिला। तेबे सामंत माने राजा मानक ठारू पाइथिबा जागीर जमी को तांको अधीन रे थिबा कृषक मानक द्वारा चाष कार्य प्रचलन कले एवं निजे दुर्ग मध्य रे रहिले। दुर्ग रे शत्रु आक्रमण को प्रतिहत करिबा पई दुर्गर चतुर्पार्श्व रे गड़ खाई निर्माण करा जायथिला बा घाई निर्माण करा जायथिला जोथरे पानी भरपूर होइक रहुथिला एवं दुर्ग को जिबा आसीबा करिया पई स्वतंत्र भावरे ब्रिज तैयारी करा जायथिला किंतु शत्रु आक्रमण समय रे से ब्रिज को खोली दिया जाउथिला जा फल रे कि शत्रु सहज रे से दुर्ग भीतर को प्रवेश करि परिबो नाही कि सामंत मानन को आक्रमण करि परिबो नाही। दुर्गर चतुर्पार्श्व रे गंबुज मध्ये रहिथिला एवं से गंबुज पाखरे शत्रु को निक्षेप करिबा पई शत्रु को तदारक करिबा पई मध्ये सेठारे सैनिक मानन को मध्ये मुतयन करा जाउथिला। एही परिप्रेक्षी रे दुर्ग पाखरे मानोर नाम रे केतक जमी रहिथिला जो जमी दुर्ग को लागि कि रहिथिला जहा कि दुर्ग पाखरे रहिथिबारु सेठारे
ସାମନ୍ତ ମାନଙ୍କର ପ୍ରତ୍ୟକ୍ଷ ନଜର ମଧ୍ୟ ରହୁଥିଲା। ଏବଂ ଡିମେନେସ୍ ନାମରେ ଆଉ ଏକ ଜମି ମଧ୍ୟ ରହୁଥିଲା, ଯୋଉ ଜମିକୁ ସାମନ୍ତ ମାନେ ନିଜ ଅଧୀନରେ ହିଁ ରଖୁଥିଲେ। ଆଉ ଯୋଉ ସବୁ ଅବଶିଷ୍ଟ ଜମି ରହିଥିଲା ସେ ସବୁ ଜମି ଗୁଡ଼ିକ କୃଷକ ମାନଙ୍କୁ ବା ସାଧାରଣ ଲୋକଙ୍କ ମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା, ଯୋଉମାନେ ସେ ସାମନ୍ତଙ୍କର ଜମି ସେମାନେ ଚାଷ କରିବେ ଏବଂ ଉତ୍ପନ୍ନ ଶସ୍ୟର ଲାଭାଂଶକୁ ଉତ୍ପନ୍ନ ଶସ୍ୟର ମୂଲ୍ୟକୁ ସେମାନେ ସାମନ୍ତକୁ ଦେବେ। ସାମନ୍ତଙ୍କ ପାଖରେ ରହିଥିବାରୁ ସାମନ୍ତଙ୍କର ବିନା ପରାମର୍ଶରେ ସେମାନେ ଅନ୍ୟତ୍ର ଯାତାୟାତ କରିପାରିବେ ନାହିଁ। ସାମନ୍ତଙ୍କର ବିନା ପରାମର୍ଶରେ ସେଇ କୃଷିଭୃତ୍ୟ କୃଷକ ମାନଙ୍କର ପରିବାର ବର୍ଗ ବା ପରିବାରର ଅନ୍ୟ ସମସ୍ତ ସଦସ୍ୟ ମାନେ ଅନ୍ୟତ୍ର ଯାତାୟାତ କରିପାରିବେ ନାହିଁ, ଉଚ୍ଚ ଶିକ୍ଷିତ ହୋଇପାରିବେ ନାହିଁ। ସେମାନେ ସାମନ୍ତଙ୍କର ବିନା ନିର୍ଦ୍ଦେଶରେ କୌଣସି କାର୍ଯ୍ୟ କରିପାରିବେ ନାହିଁ। କିନ୍ତୁ ଏତିକି ଥିଲା ଅପକାରିତା ଯେ ସାମନ୍ତଙ୍କ ପାଖରେ ସେମାନେ ସୁରକ୍ଷାରେ ରହୁଥିଲେ। ଏହି ସମୟରେ କୃଷକ ମାନଙ୍କୁ ମଧ୍ୟ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ଗୋଟିଏ ଥିଲା ସ୍ୱାଧୀନ କୃଷକ, ଆଉ ଗୋଟିଏ ଥିଲେ କୃଷି ଭୃତ୍ୟ। ତେଣୁ ଯୋଉମାନେ ଏ ପାଶ୍ଚାତ୍ୟ ଜଗତରେ ସ୍ୱାଧୀନ ଭାବରେ ରହି ଚାଷବାସ କରୁଥିଲେ ତାଙ୍କୁ କୁହାଯାଇଥିଲା ସ୍ୱାଧୀନ କୃଷକ। ଯୋଉମାନେ ସାମନ୍ତ ମାନଙ୍କ ଅଧୀନରେ ରହି ଚାଷ କାର୍ଯ୍ୟ ସମ୍ପନ୍ନ କରୁଥିଲେ ସେମାନଙ୍କୁ କୃଷି ଭୃତ୍ୟ କୁହାଯାଉଥିଲା। ଯୋଉମାନଙ୍କର ଜୀବନ ଥିଲା ଅତ୍ୟନ୍ତ ଦୟନୀୟ, ଯୋଉମାନଙ୍କର ଜୀବିକା ଥିଲା ଅତ୍ୟନ୍ତ ନିମ୍ନମାନର, କିନ୍ତୁ କଣ କରିବେ ସେତେବେଳେ ପାଶ୍ଚାତ୍ୟ ଜଗତରେ ଯୋଉ ପ୍ରକାରର ପରିସ୍ଥିତି ପରିଚାଳିତ ହେଉଥିଲା ସେଥିରୁ ମୁକ୍ତି ପାଇବା ପାଇଁ ସେମାନେ କେବଳ ସେଇ ସାମନ୍ତ ମାନଙ୍କ ଅଧୀନରେ ସେମାନେ ରହିଥିଲେ। ଏହି ସମୟରେ ଯେତେବେଳେ ସାମନ୍ତ ମାନଙ୍କ ମଧ୍ୟରେ ନାଇଟ ଉପାଧି ପ୍ରଦାନ କରାଯାଉଥିଲା, ଆମେ ସାମନ୍ତବାଦ ପଢେଇଲା ବେଳେ ଏ ବିଷୟରେ ଆମେ ପୁଙ୍ଖାନୁପୁଙ୍ଖ ଯାଉଥିଲା। ସେତେବେଳେ ସେ ଉତ୍ସବରେ ମଧ୍ୟ ସାମନ୍ତ ମାନଙ୍କ ଅଧୀନରେ ଥିବା ସେ କୃଷକ ମାନେ ବିନା ପାରିଶ୍ରମିକରେ ସେ ଉତ୍ସବରେ ସେମାନଙ୍କର ପରିଶ୍ରମକୁ ସେମାନଙ୍କର ସମୟକୁ ସେମାନେ ଦାନ କରୁଥିଲେ। ତେବେ ସାମନ୍ତ ମାନଙ୍କର ଅଧୀନରେ ଯୋଉ ସବୁ କୃଷକ ମାନେ ଥିଲେ ସେ କୃଷକ ମାନଙ୍କୁ ସୁରକ୍ଷା ଦେବା ବା ସେମାନଙ୍କୁ କୌଣସି ବିଶୃଙ୍ଖଳାରୁ ଶୃଙ୍ଖଳିତ କରିବା ଏମାନଙ୍କର ପ୍ରଥମ କର୍ତ୍ତବ୍ୟ ଥିଲେ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ଏ ଆଇନରେ କିଛି ଉଲ୍ଲଂଘନ ମଧ୍ୟ ହୋଇଥିଲା। ତେଣୁ ସେଇ ସାମନ୍ତ ମାନେ ତାଙ୍କ ଅଧୀନରେ ଯାହା ଯୋଉମାନଙ୍କୁ ରଖିଥିଲେ ସେଇମାନଙ୍କୁ କୃଷି ଭୃତ୍ୟ କୁହାଯାଉଥିଲା ବା ଇଂଲିଶରେ ତାଙ୍କୁ ସର୍ଫ କୁହାଯାଉଥିଲା। କିନ୍ତୁ ଏ କଥା ଏ ସ୍ଥିତି ଦୀର୍ଘ ଦିନ ଧରି ରହିପାରି ନଥିଲା। ଏହା ପଛରେ ଅନେକ ଗୁଡ଼ିଏ ଅପକାର ଥିଲା। ଯଦି ବା ଉପକାର ଥିଲା, ଅପକାର ବହୁତ ଥିଲା। ଯୋଉ ଅପକାର ଯୋଗୁ, ଯୋଉ ଡିମେରିଟ୍ସ ଯୋଗୁ, ଡିସଆଡଭାଣ୍ଟେଜେସ୍ ଯୋଗୁ ସେଇ କୃଷକ ମାନେ ଦୀର୍ଘ ଦିନ ଆଉ ସାମନ୍ତ ମାନଙ୍କ ପାଖରେ ରହିପାରିଲେ ନାହିଁ, ଯାହା ଫଳରେ ସେଇ ପାଶ୍ଚାତ୍ୟ ଜଗତରେ ସାମନ୍ତବାଦର ମଧ୍ୟ ଲୋପ ହେଲା। ତେଣୁ ଐତିହାସିକ ମାନେ କୁହନ୍ତି ସାମନ୍ତ ମାନଙ୍କ ଅତ୍ୟାଚାରରେ ଉତ୍ପୀଡ଼ିତ ହୋଇ କୃଷକ ମାନେ ପରବର୍ତ୍ତୀ ପର୍ଯ୍ୟାୟରେ ସେଠୁ ଚାଲି ଆସିଥିଲେ। କେହି କେହି କୁହନ୍ତି ପ୍ଲେଗ ରୋଗ ବ୍ୟାପିବାରୁ ଚାଲି ଆସିଥିଲେ। କେହି କେହି କୁହନ୍ତି ପ୍ରାକୃତିକ ଦୁର୍ବିପାକ ପାଶ୍ଚାତ୍ୟ ଜଗତରେ ପଡିଥିଲା, ଯାହା ଫଳରେ କୃଷକ ମାନେ ଆଉ ସ୍ଥାୟୀ ହେଇକି ରହିପାରି ନଥିଲେ। ତେଣୁ ଅନେକ କାରଣ ସବୁ ରହିଛି ଯୋଉଥିପାଇଁ ସେମାନେ ଚାଲି ଆସିଥିଲେ। କିନ୍ତୁ ପ୍ରକୃତରେ କାରଣ ଥିଲା ଜନସଂଖ୍ୟା ହ୍ରାସ। ପାଶ୍ଚାତ୍ୟ ଜଗତରେ ଏମିତି ଏକ ସମୟ ଆସିଲା ଯୋଉ ସମୟରେ କି ମାନେ ଜନସଂଖ୍ୟାର ବହୁତ ହ୍ରାସ ପାଇଥିଲା, ଯାହା ଫଳରେ କି ସେଠି ଆଉ ସାମନ୍ତବାଦ ଦୀର୍ଘସ୍ଥାୟୀ ହେଇକି ରହିପାରି ନଥିଲା। ଏବଂ ସାମନ୍ତବାଦ ପତନ ପଛରେ ଆଉ ଗୋଟିଏ କାରଣ ଥିଲା, ମୁଖ୍ୟ କାରଣ, ଯୋଉ କାରଣ ହେଲା ଯେ ନଗର ଏବଂ ସହରର ଉତ୍ଥାନ। ଯେତେବେଳେ ନଗର ଓ ସହରର ଉତ୍ଥାନ ହେଲା ଅର୍ଥାତ୍ ପୁଞ୍ଜିବାଦର ଉତ୍ଥାନ ହେଲା। ତେଣୁ ସାମନ୍ତବାଦର ଯୋଉ ପୁଞ୍ଜିବାଦ କଥା ଆମର ରହିଛି ଆମେ ଆଗାମୀ କ୍ଲାସ ମାନଙ୍କରେ ଆମେ ପଢିବା। ତେଣୁ ଯେତେବେଳେ ନଗରର ଉତ୍ଥାନ ହେଲା, ଯେତେବେଳେ ସହରର ଉତ୍ଥାନ ହେଲା, ନଗରର ଉତ୍ପତ୍ତି ହେଲା, ସହରର ଉତ୍ପତ୍ତି ହେଲା, କଳକାରଖାନା ବୃଦ୍ଧି ପାଇଲା, ଶ୍ରମିକ ମାନଙ୍କର ଆବଶ୍ୟକତା ପଡିଲା,
ଏବଂ ପୁଞ୍ଜିପତି ମାନେ ପୁଞ୍ଜି ଖଟେଇବା ପାଇଁ ଆଗଭର ହେଲେ ସେତେବେଳେ ସାମନ୍ତ ପ୍ରଥା କ୍ରମଶଃ ବିଲୋପ ଘଟିଲା। ଅର୍ଥାତ୍ ଯେଉଁମାନେ କୃଷକ ଭାବରେ ସାମନ୍ତ ମାନଙ୍କ ଅଧୀନରେ ରହି ଦୀର୍ଘ ଦିନ କାର୍ଯ୍ୟରତ ଥିଲେ ସେମାନେ ସମସ୍ତେ ସହରକୁ ପଳେଇ ଆସିଲେ ଶ୍ରମିକ ଭାବରେ ଯୋଗ ଦେବା ପାଇଁ। କୋଉଠି ଯୋଗ ଦେବେ ନା କଳକାରଖାନାରେ ଯୋଗ ଦେବେ। ଆସିଲା କୋଉଠୁ କଳକାରଖାନା? ସେଇ ଚତୁର୍ଦଶ ପଞ୍ଚଦଶ ଶତାବ୍ଦୀରେ ପାଶ୍ଚାତ୍ୟ ଜଗତରେ ଶିଳ୍ପ ବିପ୍ଳବ ହେଇଥିଲା। ଶିଳ୍ପ ବିପ୍ଳବର ଅର୍ଥ ହେଲା ଶିଳ୍ପାନୁଷ୍ଠାନର ପ୍ରଗତି, ଶିଳ୍ପାନୁଷ୍ଠାନର ପ୍ରସାରଣ ସେଇ ପାଶ୍ଚାତ୍ୟ ଜଗତରୁ ହିଁ ଆରମ୍ଭ ହୋଇଥିଲା। ତେଣୁ ପ୍ରଥମେ ଇଂଲଣ୍ଡରେ ହିଁ ଶିଳ୍ପ ବିପ୍ଳବ ଆରମ୍ଭ ହେଲା। ଯେତେବେଳେ ଶିଳ୍ପ ବିପ୍ଳବ ଆରମ୍ଭ ହେଲା ପଛରେ ଆହୁରି ଆଉ ଗୋଟିଏ ମଧ୍ୟ କାରଣ ଥିଲା। ସେ କାରଣ ହେଲା କଣ ନା ବୈଜ୍ଞାନିକ ମାନେ ଶିଳ୍ପାନୁଷ୍ଠାନର ପ୍ରଗତି ପାଇଁ ସେମାନଙ୍କର ଜ୍ଞାନକୁ ନିବେଶ କଲେ। ସେତେବେଳେ ବୈଜ୍ଞାନିକ ମାନେ ସେମାନଙ୍କର ଜ୍ଞାନକୁ କେବଳ ଶିଳ୍ପାନୁଷ୍ଠାନର ପ୍ରଗତି ପାଇଁ ନିବେଶ କରିବାର ଅର୍ଥ ହେଲା ଦ୍ରୁତ ଜନସଂଖ୍ୟା ବୃଦ୍ଧି। ଯେତେବେଳେ ପରବର୍ତ୍ତୀ ପର୍ଯ୍ୟାୟ ମାନଙ୍କରେ ପାଶ୍ଚାତ୍ୟ ଜଗତରେ ଜନସଂଖ୍ୟା ବୃଦ୍ଧି ପାଇଲା ଏବଂ ସେହି ବୃଦ୍ଧି ଜନସଂଖ୍ୟାକୁ ଦେଖିବା ପାଇଁ, ବୃଦ୍ଧି ଜନସଂଖ୍ୟାକୁ ଲକ୍ଷ୍ୟ କରିବା ପାଇଁ ସେମାନେ ବିଭିନ୍ନ ପ୍ରକାରର କଳକାରଖାନାର ଅତ୍ୟାଧୁନିକ ପ୍ରଣାଳୀର ଯନ୍ତ୍ରପାତିର ଆବଶ୍ୟକତା ମନେ କଲେ। ନଚେତ୍ এই ଦ୍ରୁତ ଜନସଂଖ୍ୟାକୁ ସେମାନେ ସହ୍ୟ କରିପାରିବେ ନାହିଁ। ତେଣୁ ବୈଜ୍ଞାନିକ ମାନେ ପ୍ରାଥମିକ ସ୍ତରରେ ସେମାନଙ୍କର ଜ୍ଞାନକୁ ନିବେଶ କଲେ କେମିତି ଅତ୍ୟାଧୁନିକ ପ୍ରଣାଳୀରେ ଏସବୁ କଳକାରଖାନା ଗୁଡ଼ିକ, ଶିଳ୍ପାନୁଷ୍ଠାନ ଗୁଡ଼ିକ ବୃଦ୍ଧି ପାଇବ। ତେଣୁ ପ୍ରାଥମିକ ପର୍ଯ୍ୟାୟରେ ଯୋଉ ବାଷ୍ପୀୟ କଳ ବାହାରିଲା, ପ୍ରାଥମିକ ପର୍ଯ୍ୟାୟରେ ଯୋଉ ଟର୍ବାଇନ କଳ ବାହାରିଲା, ତେଣୁ ବିଭିନ୍ନ ପ୍ରକାର ଯୋଉ ଯନ୍ତ୍ରପାତି ବାହାରିଲା, ଏସବୁ ଯନ୍ତ୍ରପାତି ମାଧ୍ୟମରେ କେମିତି ପାଶ୍ଚାତ୍ୟ ଜଗତରେ ବା ପ୍ରାଥମିକ ସ୍ତରରେ ସେ ଇଂଲଣ୍ଡରେ କେମିତି ଆରମ୍ଭ ହବ ଅତ୍ୟାଧୁନିକ ପ୍ରଣାଳୀରେ କଳକାରଖାନା ବା ଶିଳ୍ପାନୁଷ୍ଠାନ। ଏବଂ ପ୍ରକୃତରେ ସେହି ବୈଜ୍ଞାନିକ ମାନଙ୍କର ଜ୍ଞାନ ନିବେଶ ଦ୍ୱାରା ଇଂଲଣ୍ଡରେ ଅନେକ ଶିଳ୍ପାନୁଷ୍ଠାନ ଗୁଡ଼ିକ ପ୍ରତିଷ୍ଠା ହେଲା, ଅନେକ କଳକାରଖାନା ଗୁଡ଼ିକ ପ୍ରତିଷ୍ଠା ହେଲା, ଯେଉଁଥିରୁ ଦୈନିକ ମୁହୂର୍ତ୍ତରେ ପ୍ରତ୍ୟେକ ସମୟରେ ଅନେକ ଅନେକ ଉତ୍ପାଦନ ହେଲା, ଯୋଉ ଉତ୍ପାଦନ ଗୁଡ଼ିକ ନିଜ ଦେଶର ଚାହିଦା ଠାରୁ ଆହୁରି ମଧ୍ୟ ବଳି ପଡ଼ିଲା। ତେଣୁ ଇଂଲଣ୍ଡରେ ଏହି ଶିଳ୍ପ ବିପ୍ଳବକୁ ଦେଖି ବା ଶିଳ୍ପର ପ୍ରସାରଣକୁ ଦେଖି ପାଶ୍ଚାତ୍ୟ ଜଗତର ବା ସେ ୟୁରୋପ ମହାଦେଶର ଅନ୍ୟାନ୍ୟ ବୃହତ ରାଷ୍ଟ୍ର ମାନେ ସେ ଜର୍ମାନୀ ହଉ, ଫ୍ରାନ୍ସ ହଉ, ରୁଷିଆ ହଉ, ଇଟାଲୀ ହଉ, ଏସବୁ ଦେଶ ଗୁଡ଼ିକ ମଧ୍ୟ ଲାଗି ପଡ଼ିଲେ ସେମାନଙ୍କ ଦେଶରେ ଶିଳ୍ପର ପ୍ରସାର ପାଇଁ। ତେଣୁ ଯେତେବେଳେ ୟୁରୋପ ମହାଦେଶରେ ଏ କଥା ଦେଖାଦେଲା, ଶିଳ୍ପ ବିପ୍ଳବ ଦେଖାଦେଲା, ସେଇ ମହାଦେଶରୁ ଅନ୍ୟ ମହାଦେଶକୁ ମଧ୍ୟ ଏହି ଶିଳ୍ପ ବିପ୍ଳବର ଧ୍ୱନି ବାଜିଲା ଏବଂ ପ୍ରତ୍ୟେକ ଦେଶରେ ଶିଳ୍ପାନୁଷ୍ଠାନ ଆଧୁନିକ ପ୍ରଣାଳୀରେ ପ୍ରତିଷ୍ଠିତ ହେଲା ଏବଂ ପ୍ରତ୍ୟେକ ଶିଳ୍ପାନୁଷ୍ଠାନରୁ ଆବଶ୍ୟକ ଠାରୁ ଆହୁରି ଅଧିକ ଉତ୍ପାଦନ ଆରମ୍ଭ ହେଲା ଏବଂ ବଜାର ସୃଷ୍ଟି ହେଲା, ବ୍ୟବସାୟ ସଂଘ ତିଆରି ହେଲା, ବ୍ୟବସାୟ ବୃଦ୍ଧି କରିବା ପାଇଁ, ବ୍ୟବସାୟିକ ସୁବିଧା ପାଇଁ, କଳକାରଖାନାର ସୁବିଧା ପାଇଁ, ବାଣିଜ୍ୟିକ ସୁବିଧା ପାଇଁ, ପରିବହନ ପାଇଁ ରାସ୍ତାଘାଟ, କେନାଲ, ବ୍ରିଜ ଇତ୍ୟାଦି ମଧ୍ୟ ସବୁ ତିଆରି ଚାଲିଲା। ଯାହା ଫଳରେ କି ଯୋଉ ଅନ୍ଧକାର ଭିତରେ ରହିଥିଲା ପାଶ୍ଚାତ୍ୟ ଜଗତ ଆଉ ଅନ୍ଧକାରରେ ନ ରହି ଆଲୋକିତ ହେଲା, ଆଲୋକ ଉଦ୍ଭାସିତ ହେଲା। ଦିନକୁ ଦିନ ଗୋଟିଏ ଗୋଟିଏ କଥା ମାଧ୍ୟମରେ, ଗୋଟିଏ ଗୋଟିଏ ପର୍ଯ୍ୟାୟ ମାଧ୍ୟମରେ ଆଉ ଅନ୍ଧାରରେ ନ ରହି ଆଲୋକିତରେ ରହିବା ପାଇଁ ସେ ପାଶ୍ଚାତ୍ୟ ଜଗତବାସୀ ଆଗଭର ହେଲେ। ତେବେ ଶିଳ୍ପ ବିପ୍ଳବକୁ ଭିତ୍ତି କରି ବ୍ୟବସାୟ ମଧ୍ୟ ବଢିଲା, ବ୍ୟବସାୟକୁ ଭିତ୍ତି କରି ବଜାର ତିଆରି ହେଲା, ବଜାରକୁ ଭିତ୍ତି କରି ବ୍ୟବସାୟୀ ସଂଘ ତିଆରି ହେଲା, ବ୍ୟବସାୟୀ ସଂଘକୁ ଦେଖି ଲୋକମାନଙ୍କର ସମାଗମ ହେଲା, ଲୋକମାନଙ୍କର ଅଧିକ ସମାଗମକୁ ଦେଖି ବଜାର ତିଆରି ହେଲା, ନଗର ତିଆରି ହେଲା, ସହର ତିଆରି ହେଲା ଏବଂ କୃଷକମାନେ ସେଇ ସହରାଭିମୁଖୀ ହେଲେ, ସେଇ ନଗରାଭିମୁଖୀ ହେଲେ, ଆସି ଏଠାରେ ଶ୍ରମିକ ଭାବେ ଯୋଗ ଦେଲେ ଏବଂ ସହରର ତଳିଆ ଅଞ୍ଚଳରେ ସେମାନେ ବାସ କଲେ।
ଦୈନିକ ଆସି ଶ୍ରମଦାନ କରିବା ଏବଂ ନିଜ ଦେଶକୁ ଫେରିବା ଏହା ଯଦିବା ତାଙ୍କ ପାଇଁ ଦୈନିକ ସମ୍ଭବ ହେଉନଥିଲା, ସେଥିପାଇଁ ଶ୍ରମିକ ଭାବରେ ଯୋଗ ଦେବା ପାଇଁ ଯୋଉ ସହର ମାନଙ୍କୁ ସବୁ ଆସିଥିଲେ ସେଇ ସହରର ଉପକଣ୍ଠରେ ସେମାନେ ବାସ କରୁଥିଲେ, ସେମାନେ ଜୀବିକା ନିର୍ବାହ କରୁଥିଲେ ଏବଂ ତାଙ୍କୁ ଏବଂ ସହରବାସୀଙ୍କୁ ନେଇ ଏକ ସମଗ୍ର ପାଶ୍ଚାତ୍ୟ ଜଗତରେ ବିରାଟ ବିରାଟ ସହର, ବିରାଟ ବିରାଟ ନଗର ସବୁ ମୁଣ୍ଡ ଟେକିଲା, ଯାହା ଫଳରେ ଆଉ ସାମନ୍ତବାଦ ରହିଲାନି। ସାମନ୍ତବାଦରୁ ପୁଞ୍ଜିବାଦ ପ୍ରତିଷ୍ଠିତ ହେଲା। ଲୋକମାନେ ପୁଞ୍ଜି ନିବେଶ କରିବାକୁ ଚାହିଁଲେ, ଅର୍ଥ ନିଜର ଟଙ୍କା ନିଜର ଅର୍ଥକୁ ସେମାନେ ନିବେଶ କରିବାକୁ ଚାହିଁଲେ, ଯାହା ଫଳରେ କି ଅନେକ ଅନୁଷ୍ଠାନ ବା ଶିଳ୍ପାନୁଷ୍ଠାନ ବା କଳକାରଖାନା ସ୍ଥାନ ପାଇଲା। ଲୁହା କାରଖାନାଠୁ ଆରମ୍ଭ କରି କାଚ କାରଖାନାଠୁ ଆରମ୍ଭ କରି ଅନେକ ପ୍ରକାରର କାରଖାନା ସମଗ୍ର ପାଶ୍ଚାତ୍ୟ ଜଗତରେ ପ୍ରତିଷ୍ଠିତ ହେଲା ଏବଂ ପାଶ୍ଚାତ୍ୟ ଜଗତ ଆଲୋକରେ ଉଦ୍ଭାସିତ ହେଲା ଏବଂ ଅନ୍ୟ ମହାଦେଶକୁ ମଧ୍ୟ ଆଲୋକରେ ସଜେଇ ଦେଲା। ଏହି ପାଶ୍ଚାତ୍ୟ ଜଗତ ସମଗ୍ର ବିଶ୍ୱକୁ ଏକ ନୂତନ ଉନ୍ମାଦନା ପ୍ରଦାନ କରିଥିଲା, ଯାହା ଫଳରେ କି ପାଶ୍ଚାତ୍ୟ ଜଗତର ଉତ୍ଥାନ ବୋଲି କୁହାଯାଏ। ତା ସହିତ ସମାଜର ମଧ୍ୟ ପରିବର୍ତ୍ତନ ହେଇଥିଲା। କେବଳ ଯେ କଳକାରଖାନାର ପରିବର୍ତ୍ତନ ହେଲା, କେବଳ ଯେ ବିଜ୍ଞାନର ପରିବର୍ତ୍ତନ ହେଲା ତା ନୁହେଁ। ଯେତେବେଳେ ଲୋକମାନଙ୍କର ହାତରେ ବା ଲୋକମାନଙ୍କ ପାଖରେ ପୁଞ୍ଜି ବୃଦ୍ଧି ପାଇଲା, ଶ୍ରମିକମାନେ ଯେତେବେଳେ ନିଜକୁ ଗୋଟେ କର୍ମମୟ ଜୀବନରେ ପରିଣତ କଲେ, ସେମାନଙ୍କର ଜୀବିକା ମଧ୍ୟ ସ୍ୱଚ୍ଛଳ ହେଲା, ଯାହା ଫଳରେ କି ସମାଜରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥିଲା। ଯୋଉ ପ୍ରାଥମିକ ସ୍ତରରେ ୟୁରୋପ ମହାଦେଶରେ ହେଉ କିମ୍ବା ପାଶ୍ଚାତ୍ୟ ଜଗତରେ ଯୋଉ ତିନୋଟି ଶ୍ରେଣୀ ଥିଲା, ଧର୍ମଯାଜକ ଶ୍ରେଣୀ ଏବଂ ସମ୍ଭ୍ରାନ୍ତ ଶ୍ରେଣୀ ଏବଂ ସାଧାରଣ ଶ୍ରେଣୀ, ସେଠି ମଧ୍ୟ ଆଉ ଗୋଟିଏ ନୂତନ ଶ୍ରେଣୀର ଉନ୍ମେଷ ହେଲା, ଯାହାକୁ କୁହାଗଲା ବୁର୍ଜୁଆ ଶ୍ରେଣୀ। ତେଣୁ ଏହି ପାଶ୍ଚାତ୍ୟ ଜଗତରେ ଧର୍ମଯାଜକ ଗୋଷ୍ଠୀ ଏବଂ ସମ୍ଭ୍ରାନ୍ତ ଗୋଷ୍ଠୀ ବା ଧର୍ମଯାଜକ ଶ୍ରେଣୀ ବା ସମ୍ଭ୍ରାନ୍ତ ଶ୍ରେଣୀ ଏହି ସାଧାରଣ ବର୍ଗକୁ ଯୋଉ ନିଷ୍ପେଷିତ କରି ଆସୁଥିଲେ, ଶୋଷଣ କରି ଆସୁଥିଲେ। ସାଧାରଣ ବର୍ଗ ମାନେ ଏହି ସମାଜରେ ଯୋଉ ନିଷ୍ପେଷିତ ହେଇ ରହିଥିଲେ, ତାହା ଆଉ ଦୀର୍ଘ ଦିନ ସ୍ଥାୟୀ ହେଇକି ରହିପାରିଲା ନାହିଁ। ସମ୍ଭ୍ରାନ୍ତ ମାନଙ୍କ ଦ୍ୱାରା ଆଉ ଶୋଷଣ ହେଇପାରିଲେନି କି ଧର୍ମଯାଜଙ୍କ ଦ୍ୱାରା ସେମାନେ ଆଉ ଶୋଷିତ ହେଲେନି। ସେମାନେ ଏକ ନୂତନ ଶ୍ରେଣୀ ସେମାନଙ୍କ ମଧ୍ୟରୁ ଉନ୍ମେଷ ହେଲା। ଯୋଉ ନୂତନ ଶ୍ରେଣୀ ଥିଲା ଏକ ବୁଦ୍ଧିଜୀବୀ ଶ୍ରେଣୀ, ଏକ ଜ୍ଞାନୀ ଶ୍ରେଣୀ, ଯୋଉମାନଙ୍କ ଭିତରେ ଥିଲେ ସାହିତ୍ୟିକ, ଦାର୍ଶନିକ, ଭୌଗୋଳିକ, ବୈଜ୍ଞାନିକ, ଇଞ୍ଜିନିୟର, ଡାକ୍ତର, ଏଇମାନେ ସମସ୍ତେ ରହିଥିଲେ, ଯୋଉମାନେ କି କଲମ ଚାଳନା କରି ସେଇମାନଙ୍କ ସମାଜରେ ବା ଦଳିତ ନିଷ୍ପେଷିତ ସାଧାରଣ ବର୍ଗର ଲୋକମାନଙ୍କୁ ଉତ୍ସାହିତ କରିଥିଲେ, ଶିକ୍ଷା ପ୍ରଦାନ କରିଥିଲେ, ଯାହା ଫଳରେ କି ସେ ସମାଜରେ ମଧ୍ୟ ଗୋଟେ ବିରାଟ ସାମାଜିକ ପରିବର୍ତ୍ତନ ମଧ୍ୟ ଘଟିଥିଲା। ତେଣୁ ଯୋଉ ପାଶ୍ଚାତ୍ୟ ଜଗତର ଯୋଉ ପତନ ହେଇଥିଲା ଏବଂ ପାଶ୍ଚାତ୍ୟ ଜଗତ ପତନ ହେଇଥିଲା ବେଳେ ଯୋଉ ତାର ଉତ୍ଥାନ ହେଲା ବୋଲି ଆମେ ଚିନ୍ତା କରୁଛେ, କାହିଁକି ଆଜି କହୁଛେ ପାଶ୍ଚାତ୍ୟ ଜଗତର ଉତ୍ଥାନ ବୋଲି? ଏଇଥିପାଇଁ ଉତ୍ଥାନ ହେଇଥିଲା ଯେ ବିଭିନ୍ନ ଦୃଷ୍ଟିରୁ ଦେଖିଲେ, ଯେତେବେଳେ ବିଭିନ୍ନ ଦୃଷ୍ଟିକୋଣରୁ ଆମେ ଦେଖିଲେ ଯେ ସମାଜର ଉନ୍ନତି ହେଲା, ଜ୍ଞାନର ବିକାଶ ହେଲା, ପୁଞ୍ଜିବାଦର ଉତ୍ପତ୍ତି ହେଲା, ଆଉ ସାମନ୍ତବାଦର ଲୋକମାନେ ରହିଲେ ନାହିଁ ଏବଂ ପୋପଙ୍କର ଯୋଉ ଅନ୍ଧବିଶ୍ୱାସ କଥା, ପୋପଙ୍କର ଯୋଉ ସବୁ ଅନ୍ଧବିଶ୍ୱାସ ଉପରେ ପ୍ରଚାରିତ ଯୋଉ ବାଣୀ, ତାହା ଆଉ ପ୍ରତିଷ୍ଠିତ ହେଇପାରିଲା ନାହିଁ। ସେତେବେଳେ ଯାଇ ଏହି ଆଧୁନିକ ଜଗତର ଉତ୍ପତ୍ତି ହେଲା। ଏ ଯୋଉ ଆଧୁନିକ ଜଗତର ଉତ୍ପତ୍ତି ପଛରେ ଆମର ଆଉ ଗୋଟିଏ ମଧ୍ୟ ଗୋଟେ ମୁଖ୍ୟ କାରଣ ରହିଛି, ଯାହା ହଉଛି ସାମୁଦ୍ରିକ ପଥ ନିର୍ଣ୍ଣୟ। ଯଦି ସାମୁଦ୍ରିକ ପଥ ନିର୍ଣ୍ଣୟ ହେଇନଥାନ୍ତା, ତାହେଲେ ଏ ପାଶ୍ଚାତ୍ୟ ଜଗତର ବି ପରିବର୍ତ୍ତନ ହେଇନଥାନ୍ତା। ଆଜି ପାଶ୍ଚାତ୍ୟ ଜଗତରେ କଳକାରଖାନା ବୃଦ୍ଧି ପାଇଛି ସତ, ପାଶ୍ଚାତ୍ୟ ଜଗତରେ ପଞ୍ଚଦଶ ଶତାବ୍ଦୀରେ ଶିଳ୍ପାନୁଷ୍ଠାନର ପ୍ରଗତି ହେଇଛି। ଜ୍ଞାନୀ ଗୁଣୀ ମାନେ, ବୈଜ୍ଞାନିକ ମାନେ ଶିଳ୍ପାନୁଷ୍ଠାନର ପ୍ରଗତିରେ ସେମାନଙ୍କୁ ମନୋନିବେଶ କରିଛନ୍ତି ସତ, କିନ୍ତୁ ପାଶ୍ଚାତ୍ୟ ଜଗତରେ ସେ କଳକାରଖାନାର ଆବଶ୍ୟକତା ଠାରୁ ଯୋଉ ଅଧିକ ଦ୍ରବ୍ୟ ବା ଅଧିକ ସାମଗ୍ରୀ ଯୋଉ ଉତ୍ପାଦନ ହେଲା ଓ ବୃଦ୍ଧି ପାଇଲା, ତାକୁ କୋଉଠି ବିକ୍ରୟ ହବ? ସେଇ ପାଶ୍ଚାତ୍ୟ ଜଗତର ଦେଶ ସମୂହ, ରାଷ୍ଟ୍ର ସମୂହ ଅନ୍ୟ ମହାଦେଶରେ ଯାଇ ସେମାନେ ବିକ୍ରୟ କରିଥିଲେ। ଆସିଲେ କେମିତି?
ତେଣୁ ଏହି ପରିପ୍ରେକ୍ଷୀରେ ଏହି ପାଶ୍ଚାତ୍ୟ ଜଗତର ନାବିକ ମାନେ ପ୍ରଥମେ ସମୁଦ୍ର ପଥ ବା ଜଳପଥ ନିର୍ଣ୍ଣୟ କରିଥିଲେ। ସେମାନଙ୍କ ଭିତରେ ଥିଲେ କଲମ୍ବସ, ଭାସ୍କୋ ଡା ଗାମା, ମ୍ୟାଗେଲେନ, ହେନେରିଙ୍କ ଭଳି ଅନେକ ନାବିକ ଯୋଉମାନେ କି ଦୁଃସାହସିକ ପଦକ୍ଷେପ ନେଇ ସମୁଦ୍ର ଭିତରେ ପ୍ରବେଶ କରି ସମୁଦ୍ର ଗର୍ଭ ମଧ୍ୟକୁ ଯାଇ ସମୁଦ୍ର ପଥ ନିର୍ଣ୍ଣୟ କରିଥିଲେ। ଅର୍ଥ ବିଭିନ୍ନ ଦେଶ, ବିଭିନ୍ନ ମହାଦେଶ ସେମାନେ ଆବିଷ୍କାର କରିଥିଲେ। ଏହା ପୂର୍ବରୁ ଭୌଗୋଳିକ ଆବିଷ୍କାର, ଯାହାକୁ କୁହାଯାଏ ଭୌଗୋଳିକ ଆବିଷ୍କାର, ସେ ଭୌଗୋଳିକ ଆବିଷ୍କାର ପୂର୍ବରୁ ଦେଶରେ ମହାଦେଶରେ କୌଣସି କାର୍ଯ୍ୟ ସମ୍ପ୍ରସାରିତ ହେଇପାରି ନଥିଲା। ବୁଦ୍ଧି ଗୋଟିଏ ସୀମିତ ଅବସ୍ଥାରେ ରହିଥିଲା। ଏ ଜ୍ଞାନର ପ୍ରସାର ହେଇ ନଥିଲା। ଦେଶ ବିଦେଶ କଥା ଜାଣି ପାରୁନଥିଲେ। କିନ୍ତୁ ଯେତେବେଳେ ସାମୁଦ୍ରିକ ପଥ ନିର୍ଣ୍ଣୟ ହେଲା, ଦେଶ ଦେଶ ଭିତରେ ଆଦାନ ପ୍ରଦାନ ଚାଲିଲା, ସେତେବେଳେ ଯାଇ ଜ୍ଞାନର ବିକାଶ ହେଇଥିଲା। ତେବେ ଯୋଉ ଦୁଃସାହସିକ ପଦକ୍ଷେପ ନେଇ କଲମ୍ବସ, ମ୍ୟାଗେଲେନ, ଭାସ୍କୋ ଡା ଗାମା ଭଳି ନାବିକ ମାନେ ସମୁଦ୍ର ପଥ ନିର୍ଣ୍ଣୟ କରିଥିଲେ, ତା ପୂର୍ବରୁ ଧର୍ମ ବିଶ୍ୱାସ ଥିଲା ଯିଏ ସମୁଦ୍ର ଗର୍ଭକୁ ଯିବ, ଯିଏ ସମୁଦ୍ର ବକ୍ଷକୁ ଯିବ, ସେପରି ଜଳରାକ୍ଷସ ଅଛି, ତାକୁ ସିଏ ଗ୍ରାସ କରିବ, ଯିଏ ସମୁଦ୍ର ଭିତରକୁ ଯିବ ତାର ଧର୍ମ କ୍ଷୁର୍ଣ୍ଣ ହବ। ଏ ଯୋଉ ଅନ୍ଧବିଶ୍ୱାସ ଥିଲା, ଏ ଅନ୍ଧବିଶ୍ୱାସ ଦୀର୍ଘ ଦିନ ଧରି ପରିଚାଳିତ ହେଇଥିଲା, ଯାହା ଫଳରେ କି ସାମୁଦ୍ରିକ ପଥ ନିର୍ଣ୍ଣୟ ହେଇପାରି ନଥିଲା। ଯୋଉ ସବୁ ନାବିକ ମାନେ ସାମୁଦ୍ରିକ ପଥ ନିର୍ଣ୍ଣୟ କରିବା ପାଇଁ ସମୁଦ୍ର ଭିତରେ ପ୍ରବେଶ କରିଥିଲେ ବା ଜଳପଥ ନିର୍ଣ୍ଣୟ କରିବା ପାଇଁ ଆବିଷ୍କାର କରିବା ପାଇଁ ସମୁଦ୍ର ମଧ୍ୟରେ ପ୍ରବେଶ କରିଥିଲେ, ଅହରହ ସେ ଭିତରେ ବୁଲିଥିଲେ, ଦୁଃସାହସିକ ପଦକ୍ଷେପ ନେଇଥିଲେ, ଅନେକ ବିପତ୍ତିରେ ସମ୍ମୁଖୀନ ହେଇଥିଲେ, ସେ ସବୁ କାର୍ଯ୍ୟ କରିଥିଲେ ବୋଲି ଆଜି ଦେଶ ଦେଶ ଭିତରେ ଆଦାନ ପ୍ରଦାନ ହେଇପାରିଛି ବା ସେ ସବୁ ସମ୍ଭବ ହେଇଛି। ତେଣୁ ଏପଟେ ଶିଳ୍ପ ବିପ୍ଳବ ସାଙ୍ଗକୁ ଏପଟେ ଭୌଗୋଳିକ ଆବିଷ୍କାର ବା ଜଳପଥ ନିର୍ଣ୍ଣୟ ହେଇଥିବାରୁ ଦେଶ ଦେଶ ଭିତରେ ଆଦାନ ପ୍ରଦାନ ହେଇପାରିଲା, ଦେଶ ଦେଶ ଭିତରେ ଯାତାୟାତ ହେଇପାରିଲା, ଦେଶ ଦେଶ ଭିତରେ ସମ୍ପର୍କ ବୃଦ୍ଧି ପାଇଲା। ଖାଲି ଦେଶ ଦେଶ ବି ନୁହଁ, ମହାଦେଶ ମହାଦେଶ ମଧ୍ୟରେ ମଧ୍ୟ ସମ୍ପର୍କ ବୃଦ୍ଧି ପାଇଲା। ଯେତେବେଳେ ଶିଳ୍ପ ବିପ୍ଳବ ହେଲା, ସେ ସବୁ ଶିଳ୍ପଜାତ ସାମଗ୍ରୀକୁ ସେ ପାଶ୍ଚାତ୍ୟ ଜଗତର ବଣିକ ମାନେ ବା ବ୍ୟବସାୟୀ ମାନେ ସେମାନେ ଅନ୍ୟ ମହାଦେଶ, ଅନ୍ୟ ଦେଶରେ ଜଳପଥ ମଧ୍ୟ ଦେଇ ଆସି ସେମାନଙ୍କର ବାଣିଜ୍ୟିକ କେନ୍ଦ୍ର ତିଆରି କଲେ, ବାଣିଜ୍ୟ ସମ୍ପର୍କ ସୃଷ୍ଟି କଲେ, ବଜାର ଗଠନ କଲେ, ବାଣିଜ୍ୟିକ ସଂଘ ପ୍ରତିଷ୍ଠା କଲେ, ଯାହା ଫଳରେ କି ବିଭିନ୍ନ ଦେଶରେ ଏହି ସାମୁଦ୍ରିକ ପଥ ଯୋଗୁ, ଜଳପଥ ଯୋଗୁ ଦେଶ ଦେଶ ଭିତରେ ଗୋଟିଏ ସମ୍ପର୍କର ସେତୁ ପ୍ରତିଷ୍ଠିତ ହେଇପାରିଲା। ତେବେ ଏ ଯୋଉ ହେଇଥିଲା ଜଳପଥ ନିର୍ଣ୍ଣୟ, ଏହା କୌଣସି ଏକ ସୂକ୍ଷ୍ମ ବିଷୟ ନୁହଁ, ଏହା ଏକ ବିସ୍ତୃତ ଆଲୋଚନା। କେମିତି କରାଯାଇଥିଲା, କାହା ସାହାଯ୍ୟରେ ହେଇଥିଲା, ସେତେବେଳେ କଣ ବିଜ୍ଞାନର ପ୍ରଗତି ଥିଲା କି, କାହାର ମାଧ୍ୟମରେ ସେମାନେ ସମୁଦ୍ର ଗର୍ଭରେ ପ୍ରବେଶ କରିଥିଲେ, ସେତେବେଳେ ତ ମେରାଇନ କମ୍ପାସର ଉଦ୍ଭାବନ ହେଇ ନଥିଲା ବା ଦିଗବାଣୀ ଯନ୍ତ୍ରର ତ ଉଦ୍ଭାବନ ହେଇ ନଥିଲା। କେମିତି ସେମାନେ ଦୁଃସାହସିକ ପଦକ୍ଷେପ ନେଇ ସମୁଦ୍ର ଗର୍ଭରେ ପ୍ରବେଶ କରିଥିଲେ, ଆମର ଆଗାମୀ ଅଧ୍ୟାୟ ମାନଙ୍କରେ ଆମେ ସେ ସବୁ ଆଲୋଚନା କରିବା, ସେ ସବୁ ବିଷୟରେ ଆମେ ପୁଙ୍ଖାନୁପୁଙ୍ଖ ଭାବରେ ପଢିବା। ଇଏ ହଉଛି ଗୋଟିଏ ଗୋଟିଏ ଫିଚର ବା ଗୋଟିଏ ଗୋଟିଏ ଇଏ ହଉଛି ବୈଶିଷ୍ଟ୍ୟ କାହାର ନା ଆଧୁନିକ ପାଶ୍ଚାତ୍ୟ ଜଗତର ଅଭ୍ୟୁଦୟର ଇଏ ହଉଛି ଗୋଟିଏ ଗୋଟିଏ ବୈଶିଷ୍ଟ୍ୟ। ତେବେ ଯେତେବେଳେ ବିଭିନ୍ନ ଦେଶରେ এই ଜଳପଥ ଆବିଷ୍କାର ଯୋଗୁ ଦେଶ ବିଦେଶର ବ୍ୟବସାୟ ବଢିଲା ଏବଂ ଦେଶ ବିଦେଶର ମଧ୍ୟ ଏଠାରେ ସେମାନଙ୍କର ଅବସ୍ଥାନ ହେଲା। ଅର୍ଥାତ ବିଦେଶୀ ଲୋକମାନେ ଅନ୍ୟ ଦେଶରେ ଯାଇ ସେମାନଙ୍କର ଉପନିବେଶ ପ୍ରତିଷ୍ଠା କଲେ। କଣ ପାଇଁ ଉପନିବେଶ ପ୍ରତିଷ୍ଠା କଲେ? ଉପନିବେଶ ପ୍ରତିଷ୍ଠା କରିବାର କାରଣ ହେଲା, ମୁଖ୍ୟ ଆଭିମୁଖ୍ୟ ହେଲା ଯେ ସେମାନେ ବ୍ୟବସାୟ କରିବେ। କାହିଁକି ବ୍ୟବସାୟ କରିବେ ନା ତାଙ୍କ ଦେଶରେ ଯୋଉ ଶିଳ୍ପାନୁଷ୍ଠାନର ପ୍ରଗତି ହେଇଥିଲା, ଯୋଉ ଶିଳ୍ପାନୁଷ୍ଠାନର ବୃଦ୍ଧି ହେଇଥିଲା, ଶିଳ୍ପାନୁଷ୍ଠାନର ଯୋଉ ଅତ୍ୟଧିକ ମାତ୍ରାରେ ଯୋଉ ଶିଳ୍ପଜାତ ସାମଗ୍ରୀ ଗୁଡିକ ଉତ୍ପାଦିତ ହେଇଥିଲା, ତାକୁ ବିକ୍ରୟ କରିବା ପାଇଁ
ସେମାନେ ଅନ୍ୟ ମହାଦେଶ ବା ଅନ୍ୟ ଦେଶକୁ ଯାଇଥିଲେ ଏବଂ ସେଠାରେ ସେମାନେ ରହିବା ପାଇଁ ସେମାନଙ୍କର ବ୍ୟବସାୟିକ ଉପନିବେଶ ପ୍ରତିଷ୍ଠା କରିଥିଲେ। ତେଣୁ ଦୀର୍ଘ ଦିନ ଧରି ରହି ସେଠାରେ ବ୍ୟବସାୟ ଆରମ୍ଭ କଲେ ବା ବାଣିଜ୍ୟ ଆରମ୍ଭ କଲେ। ବାଣିଜ୍ୟିକ ପ୍ରତିଷ୍ଠାନ ମଧ୍ୟ ସେଠାରେ ତିଆରିଲେ ଏବଂ ବାଣିଜ୍ୟିକ ଶ୍ରେଣୀ ମଧ୍ୟ ସେଠି ତିଆରି କରାଗଲା। ଏହିପରି ଭାବରେ ଆସ୍ତେ ଆସ୍ତେ ଶିଳ୍ପାନୁଷ୍ଠାନର ପ୍ରଗତି ସାଙ୍ଗକୁ ବାଣିଜ୍ୟର ମଧ୍ୟ ପ୍ରଗତି ହେଲା। ଲୋକମାନଙ୍କର ଆଦାନ ପ୍ରଦାନ ମଧ୍ୟ ବୃଦ୍ଧି ପାଇଲା। କିନ୍ତୁ ଆଉ ଗୋଟିଏ ଏକ କୁପ୍ରଥା ଏ ସମୟରେ ସୃଷ୍ଟି ହେଲା ଏବଂ ସୃଷ୍ଟି ପାଇଁ ସେତେବେଳର ପରିସ୍ଥିତି ବାଧ୍ୟ କରିଥିଲା। ସେଟା ହେଲା ଦାସ ପ୍ରଥା ବା କ୍ରୀତଦାସ ପ୍ରଥା। କାହିଁକି ନା ଯୋଉ ସବୁ ଶିଳ୍ପାନୁଷ୍ଠାନ ଗୁଡିକ ସେତେବେଳେ ମୁଣ୍ଡ ଟେକିଥିଲା, ସେ ଶିଳ୍ପାନୁଷ୍ଠାନରେ ପାଶ୍ଚାତ୍ୟ ଜଗତରେ କାର୍ଯ୍ୟ କରିବା ପାଇଁ, ଶ୍ରମିକ ଭାବରେ ଯୋଗ ଦେବା ପାଇଁ ଶ୍ରମିକ ମାନଙ୍କର ଅଭାବ ଦେଖାଦେଲା। ତେଣୁ ଏକ ପ୍ରାକୃତିକ ବିପର୍ଯ୍ୟୟ ସେତେବେଳେ ଆସିଲା, ଯାହା ଫଳରେ କି ଶ୍ରମିକ ମାନେ ସେଥିରେ ଯୋଗ ଦେଇପାରିଲେ ନାହିଁ ଏବଂ ସେ କୃଷି କାର୍ଯ୍ୟରେ ଯୋଗ ଦେବା ପାଇଁ ହେଉ କିମ୍ବା ଶିଳ୍ପାନୁଷ୍ଠାନରେ ଯୋଗ ଦେବା ପାଇଁ ହେଉ, ଏଥିପାଇଁ କିଛି ଲୋକମାନଙ୍କର ଆବଶ୍ୟକତା ପଡ଼ିଲା। ଯାହା ଫଳରେ କି ଆମେରିକା ୟୁରୋପ ମହାଦେଶକୁ ବାହାର ମହାଦେଶରୁ ବା ଆଫ୍ରିକା ମହାଦେଶରୁ କେତେକ ବ୍ୟକ୍ତି ମାନଙ୍କୁ ଅଣାଯାଇଥିଲା, ଯୋଉମାନଙ୍କୁ କି କ୍ରୀତଦାସ ବୋଲି କୁହାଗଲା। ତେଣୁ এই କ୍ରୀତଦାସ ମାନେ ପ୍ରଥମେ 1518 ମସିହାରେ ପ୍ରଥମେ ଆସି ଏହି କାର୍ଯ୍ୟରେ ଯୋଗ ଦେଇଥିଲେ, ଯୋଉମାନେ ଥିଲେ ପ୍ରଥମ କ୍ରୀତଦାସ। କେତେବେଳେ ହେଲା ନା ଯେତେବେଳେ 1490 ଖ୍ରୀଷ୍ଟାବ୍ଦରେ କଲମ୍ବସ ଆମେରିକା ଆବିଷ୍କାର କଲେ, ତାର ପରେ ପରେ ଆମେରିକାରେ କୃଷିଜାତ ସାମଗ୍ରୀ ବୃଦ୍ଧି ପାଇଲା, କୃଷି କାର୍ଯ୍ୟ ବୃଦ୍ଧି ପାଇଲା ଏବଂ କୃଷି କାର୍ଯ୍ୟରେ ନିଯୁକ୍ତି ହେବା ପାଇଁ ଅନେକ କୃଷକ ମାନଙ୍କର ଆବଶ୍ୟକ ପଡ଼ିଲା। କୃଷିଜାତ ସାମଗ୍ରୀକୁ ପରିଚାଳନା କରିବା ପାଇଁ ଅନେକ ଶିଳ୍ପାନୁଷ୍ଠାନର ଆବଶ୍ୟକ ପଡ଼ିଲା। ଶିଳ୍ପାନୁଷ୍ଠାନରେ ଅନେକ ଶ୍ରମିକ ମାନଙ୍କର ଆବଶ୍ୟକତା ପଡ଼ିଲା। ସେଥିପାଇଁ ଏହି କ୍ରୀତଦାସ ମାନଙ୍କର ଆବଶ୍ୟକତା ପଡ଼ିଲା। ସେମାନେ ଆଫ୍ରିକା ମହାଦେଶରୁ କ୍ରୀତଦାସ ମାନଙ୍କୁ ନେଇ ସେମାନଙ୍କର କାର୍ଯ୍ୟରେ ନିୟୋଜିତ କଲେ, ଯୋଉଠୁ ଆରମ୍ଭ ହେଲା ଗୋଟିଏ କ୍ରୀତଦାସ ପ୍ରଥା। ଯଦିବ ପ୍ରାଥମିକ ପର୍ଯ୍ୟାୟରେ ଏହି ଦାସ ପ୍ରଥା ବା କ୍ରୀତଦାସ ପ୍ରଥା ସେ ପାଶ୍ଚାତ୍ୟ ଜଗତରେ ଆରମ୍ଭ କରାଯାଇଥିଲା, ତାହା ଏକ ମହତ୍ଵ ଉଦ୍ଦେଶ୍ୟ ନେଇକି କରାଯାଇଥିଲା। ତାହାକୁ ଗୋଟେ ଶ୍ରମିକ ଭାବରେ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ସେ ପ୍ରଥା ପରବର୍ତ୍ତୀ ପର୍ଯ୍ୟାୟରେ ଏକ କଳଙ୍କିତ ପ୍ରଥା ଭାବରେ ପରିଚାଳିତ ହେଲା ବା କୁପ୍ରଥା ଭାବରେ ପରିଚାଳିତ ହେଲା, ଯାହାକୁ କି ତତ୍କାଳୀନ ସମାଜ ତାକୁ ଗ୍ରହଣ କରୁଥିଲେ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ତାହା ଏକ କଳଙ୍କିତ ପ୍ରଥା ବୋଲି ଧରି ନିଆଯାଇଥିଲା। ଏବଂ ସେ ସମୟରେ ଦେଖାଯାଇଥିଲା, ଅର୍ଥାତ୍ 1600 ଖ୍ରୀଷ୍ଟାବ୍ଦ ବେଳକୁ 275,000 ଆଫ୍ରିକୀୟ କ୍ରୀତଦାସ ମାନେ ପାଶ୍ଚାତ୍ୟ ଜଗତରେ କାର୍ଯ୍ୟରତ ଥିଲେ। ଏତେ ସଂଖ୍ୟକ ଅତ୍ୟାଧୁନିକ ପ୍ରଣାଳୀରେ ବିଭିନ୍ନ ଚାଷ କାର୍ଯ୍ୟ କରାଯାଉଥିଲେ ମଧ୍ୟ ଆଧୁନିକ ପାଶ୍ଚାତ୍ୟ ଜଗତ ସେତେବେଳେ ପରିଚାଳିତ ହେଉଥିଲେ ମଧ୍ୟ 275,000 କ୍ରୀତଦାସ ମାନେ ଯେ ଏଠି କାମ କରୁଥିଲେ, କାର୍ଯ୍ୟରତ ଥିଲେ, ଏହା ଚିନ୍ତା କଲେ ଏକ କୁପ୍ରଥାକୁ ନିଶ୍ଚିତ ଭାବରେ ଆବରିବ ଯେ ଏତେ ମାତ୍ରାରେ କ୍ରୀତଦାସ, ସେମାନଙ୍କର ସାମାଜିକ ବ୍ୟବସ୍ଥା କଣ ଥିଲା, ସେମାନଙ୍କର ଆର୍ଥିକ ବ୍ୟବସ୍ଥା କଣ ଥିଲା, ସେମାନଙ୍କର ଧାର୍ମିକ ବ୍ୟବସ୍ଥା କଣ ଥିଲା, ଏସବୁ ମଧ୍ୟ ବିଚାରକୁ ଆଣିବାକୁ ପଡ଼ିବ। ତେବେ এই ପାଶ୍ଚାତ୍ୟ ଜଗତର ଯୋଉ ଅଭ୍ୟୁଦୟ, ପାଶ୍ଚାତ୍ୟ ଜଗତର ଯୋଉ ଉତ୍ଥାନ, ପାଶ୍ଚାତ୍ୟ ଜଗତର ଯୋଉ ପ୍ରତିଷ୍ଠା ହେଲା, ଏହିଭଳି ଅନେକ କାରଣକୁ ନେଇ, ଅନେକ ବୈଶିଷ୍ଟ୍ୟକୁ ନେଇ ଏହାକୁ ଆରମ୍ଭ କରାଯାଇଥିଲା। ତେଣୁ ଏହାର ପ୍ରାଥମିକ ପର୍ଯ୍ୟାୟରେ ଥିଲା ନବଜାଗରଣ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଥିଲା ଭୌଗୋଳିକ ଆବିଷ୍କାର, ତୃତୀୟ ପର୍ଯ୍ୟାୟରେ ଥିଲା ଶିଳ୍ପାନୁଷ୍ଠାନର ପ୍ରତିଷ୍ଠା ବା ଶିଳ୍ପାନୁଷ୍ଠାନର ପ୍ରଗତି, ଯାହାକୁ ଶିଳ୍ପ ବିପ୍ଳବ ବୋଲି କୁହାଯାଉଥିଲା। ତେବେ ଅନେକ କୁକଥାକୁ ନେଇ, ଅନେକ
को कथा को नहीं जदिबा ए पाश्चात्य जगतर सृष्टि हेतिला तथापि मध्य सेथिरे परिवर्तन आनिबा पई तत्कालीन समाज अनेक चेष्टा करिथिला जहा फଳରେ कि पाश्चात्य जगतर उन्मेष घटिथिला बा पाश्चात्य जगतर उत्पत्ति हेतिला बा अभुज्य हेतिला तेणु ए सब विषय रे आलोचना करिबा पई आम पाखरे आहुरी अनेक विषय वस्तु रहिछि आज आमे केवल एही उपक्रम विषय रे बा इंट्रोडक्शन विषय रे आमे आलोचना कले आगामी दिन मानकरे ए विषय रे आमे पुंखानुपुंख भाव रे आलोचना करिबा आलोचनार प्रथम पर्याय रे हमर रहिबो सामंतवाद रो पुंजीवाद आज ए विषय रे जहा हमर पाठ्यक्रम करागला परवर्ती पर्याय रे पुंखानुपुंख भाव रे आमे आलोचना करिबा।